ବେସ୍ ରେଟ୍ କଣ କହିଲ ଦେଖିଆ? ମୋ ସ୍କ୍ରିନ୍ ସେୟାର ହଉଛି ନା ଏଠି କନଫର୍ମ କର ମାଗୁଛି। ଆଜ୍ଞା ସାର୍। ଆଚ୍ଛା ବେସ୍ ରେଟ୍ କାହାକୁ କୁହାଯାଏ? ମୁଁ ଚର୍ଚ୍ଚା କରିଥିଲି ଅଲରେଡି ତ ସେଥିପାଇଁ ଜଷ୍ଟ ଟିକେ ରିଭ୍ୟୁ ମାରୁଛି ହେଲା। ମନିଟାରୀ ପଲିସି ବାବୁ ଦେଖ, ମନିଟାରୀ ପଲିସି ଭିତରେ ଆମେ ଦେଖିଥିଲେ ଗୁଡ଼ାଏ ପ୍ରକାର ଜିନିଷ। ମନିଟାରୀ ପଲିସି ମାନେ କଣ? ମନିଟାରୀ ପଲିସି ମାନେ ସିମ୍ପଲ କଥା ଏଇଆ ଯେ ଆରବିଆଇ ଆକ୍ଚୁଆଲି ଆରବିଆଇ ବ୍ୟାଙ୍କ କଣ ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆରେ ସେଟା ସେଣ୍ଟ୍ରାଲ ବ୍ୟାଙ୍କ କୁହାଯାଉଛି ଆରବିଆଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଯେଟା କୁହାଯାଉଛି। ଗୋଟେ ଅଛି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସେଇଟା ଗୋଟେ ବ୍ୟାଙ୍କଟା। ବଟ୍ ସେଣ୍ଟ୍ରାଲ ବ୍ୟାଙ୍କ କାହାକୁ କୁହାଯାଏ? ଦେଶର ଗୋଟେ ମୁଖ୍ୟ ବ୍ୟାଙ୍କକୁ ଯିଏ ଅଲଗା ବ୍ୟାଙ୍କକୁ କଣ୍ଟ୍ରୋଲ କରୁଛି ତାକୁ ସେଣ୍ଟ୍ରାଲ ବ୍ୟାଙ୍କ କୁହାଯାଏ। ଫର ଏକ୍ସାମ୍ପଲ ଫେଡ୍ ରିଜର୍ଭ କଥା କୁହାହଉଛି, ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା କଥା କୁହାହଉଛି। ମାନେ କଣ୍ଟ୍ରିରେ କଣ୍ଟ୍ରୋଲିଂ ବ୍ୟାଙ୍କ ତାକୁ ସେଣ୍ଟ୍ରାଲ ବ୍ୟାଙ୍କ କୁହାହଉଛି। ଭାରତର ଗୋଟେ ପର୍ଟିକୁଲାର ବ୍ୟାଙ୍କ ଅଛି ତା ନାଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ସେଟା ଅଲଗା, ସେଟା ବ୍ୟାଙ୍କଟା। ଆରବିଆଇ ସେଣ୍ଟ୍ରାଲ କଥା ହଉଛି। ଆରବିଆଇର କାମ ଯୋଉଟା ମନିଟାରୀ ପଲିସି, ମନିଟାରୀ ପଲିସିର ମୁଖ୍ୟ କାମ ହେଲା ସିଗ୍ନାଲକୁ ଦବା, ମାର୍କେଟକୁ ସିଗ୍ନାଲ ଦବା। କଣ ସିଗ୍ନାଲ ଦବା? ହେଲା, ଜିଓ ସିଗ୍ନାଲ ନା ଏୟାରଟେଲ ସିଗ୍ନାଲ? ନା ସେମିତି ସିଗ୍ନାଲ ନୁହେଁ, ଫାଇନାନ୍ସିଆଲ ସିଗ୍ନାଲ ଦବ। କଣ ଫାଇନାନ୍ସିଆଲ ସିଗ୍ନାଲ? ତମ ପକେଟରେ ଅଧିକା ପଇସା ହେଇଛି, ତମ ପକେଟରେ ଅଧିକା ପଇସା କୋଉଠୁ ଆସିଲା କଣ ନାହିଁ ଅଲଗା କଥା ହେଲା। ଗୁଡ଼ାଏ ପ୍ରକାର କଥା ଅଛି ହେଲା। ପଇସା ପକେଟରେ ଅଧିକା କଣ କରିବ ତମେ? ଗୁଡ଼ାଏ ପ୍ରକାର ଜିନିଷ ପତ୍ର କିଣିବ, ଗୁଡ଼ାଏ ଜିନିଷ କିଣିବ ହେଲା। ତ ସମସ୍ତେ ଏଭଳିଆ ଯଦି ଜିନିଷ ପତ୍ର କିଣିବେ, ୱାନ୍ ରାଙ୍କ ୱାନ୍ ପେନସନ କଥା ବୋଧେ ଶୁଣିଥିବ 2-3 ବର୍ଷ ପୂର୍ବରୁ ନ୍ୟୁଜ ଥିଲା। ତ ସେ ସେତେବେଳେ ଆକ୍ଚୁଆଲି ଆସିଥିଲା କଣ ତମର କଥା କି ଇନଫ୍ଲେସନ ବଢିଯିବ, କାରଣ ପଇସା ଆକ୍ଚୁଆଲି ଯେତେବେଳେ ବହୁତ ସାରା ଲୋକଙ୍କ ହାତକୁ ଏକାଳେ ପଳେଇ ଆସିବ ତ ସେଟା ପଳେଇଯିବ। ସରକାର ତା ପାଇଁ ମଧ୍ୟ ପ୍ରିକସନ ନେଇଥିଲେ କି ଆମେ ଜଲ୍ଦି ଜଲ୍ଦି ଦବା ନାହିଁ। ତମେ ଯଦି ୱାନ୍ ରାଙ୍କ ୱାନ୍ ପେନସନରେ ବଢା ହବ ତମ ଦରମା, ଏତିକି ଜିନିଷ ତମେ ରଖିବ ସେୟାର ମାର୍କେଟରେ, ଧୀରେ ଧୀରେ ତମକୁ ପଇସା ଦିଆହବ ମାର୍କେଟକୁ କଣ୍ଟ୍ରୋଲ କରିବା। ମୁଖ୍ୟ ଲକ୍ଷ୍ୟ ଆକ୍ଚୁଆଲି ଆରବିଆଇର ସେଇଆ। କଣ? ମାର୍କେଟରୁ କୋଉଠି ନା କୋଉଠି ଫାଇନାନ୍ସିଆଲ ଜିନିଷଟାକୁ କଣ୍ଟ୍ରୋଲ କରେ। ଯଦି ପଇସା ଅଧିକା ଅଛି ଲୋକଙ୍କ ପାଖରେ ପଇସା ସିଷ୍ଟମକୁ ନିଆହବ, କମ ଅଛି ତାହେଲେ ସିଷ୍ଟମରୁ ପଇସା ଦିଆହବ। ସିଷ୍ଟମ ମାନେ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ କଥା କୁହାଯାଉଛି, ସେ ଆରବିଆଇ କଥା କୁହାଯାଉ, ବ୍ୟାଙ୍କିଙ୍ଗ ଇନଷ୍ଟିଟ୍ୟୁସନ କଥା କୁହାଯାଉ, ତମର ଏସବିଆଇ, नेशनल बैंक या फिर एचडीएफसी आईसीआईसी या फिर एनबीएफसी କଥା କୁହାଯାଉ, ଟାଟା କ୍ୟାପିଟାଲ ହେଇଗଲା ହେଲା, ଆମର ଅଲଗା ଅଲଗା ବିଭିନ୍ନ ପ୍ରକାର ଇନ୍ସୁରାନ୍ସ ହେଇଗଲା। ଦିଜ୍ ଆର୍ ଦ ନନ୍ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନି। ଏନବିଏଫସି ଯୋଉଟା କୁହ, ଏନବିଏଫସି କଣ ନା ଯୋଉଗୁଡ଼ା ବ୍ୟାଙ୍କ ନୁହେଁ ସେଗୁଡ଼ା ଏନବିଏଫସି, ଯୋଉଟା ଏନବିଏଫସି ନୁହେଁ ସେଗୁଡ଼ା ବ୍ୟାଙ୍କ। ବ୍ୟାଙ୍କ ଏନବିଏଫସିରେ କଣ ଡିଫରେନ୍ସ ଥିଲା? ଯୋଉଟା ଆକ୍ଚୁଆଲି ଦେଣ ନେଣ ଦି ପ୍ରକାର ଜିନିଷ ତାଙ୍କୁ ବ୍ୟାଙ୍କ କୁହାଯାଏ। ଆରବିଆଇ ନା ଆମର କଣ ଏନବିଏଫସି ଦେଣ ନେଣ ମନ ଇଚ୍ଛା କରିପାରିବ ନାହିଁ। ପଇସା ନବ ଲୋକଙ୍କ ପାଖରୁ ଡିପୋଜିଟ୍ ନବ, ମନ ଇଚ୍ଛା କାଲି ସକାଳେ ଯାଇ ତମେ ଏଟିଏମ୍ ପୁରେଇକି କାଢି ଆଣିପାରିବନି। ପର୍ଟିକୁଲାର ଟାଇମ ପିରିୟଡ଼ ପର୍ଯ୍ୟନ୍ତ, ଫିକ୍ସଡ ଟାଇମ ପିରିୟଡ଼ ପରେ ତମେ ଯାଇକି ତମ ପଇସା ଆକ୍ଚୁଆଲି କାଢିପାରିବ, ଯାହା ବି ତମର ଏଗ୍ରିମେଣ୍ଟ ହେଇଛି ଇନ୍ ବିଟୱିନ୍ ଏନବିଏଫସି ଆଣ୍ଡ ୟୁ। ତ ଏଇ ସବୁ ତମାମ ପ୍ରକାର ଜିନିଷ କଣ ପାଇଁ? ସିଗ୍ନାଲ ଦବ। କଣ ସିଗ୍ନାଲ ଦବ? ମାର୍କେଟକୁ ସିଗ୍ନାଲ ଦବ କେମିତି ଭାବରେ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ଚାଲିବ, ଇନ୍ ଦ ସେନ୍ସ ଦେଶର କେମିତି ଭାବରେ ଆମେ କହିପାରିବା କଣ ଇନଫ୍ଲେସନ, ଡିଫ୍ଲେସନ, ରିସେସନକୁ କଣ୍ଟ୍ରୋଲ କରାହବ, ପ୍ଲସ ଫରେକ୍ସ ରିଜର୍ଭକୁ ମଧ୍ୟ କଣ୍ଟ୍ରୋଲ କରାହବ, ପ୍ଲସ ଇଣ୍ଟରନ୍ୟାସନାଲ ମାର୍କେଟରେ ଯେଉଁ ଫାଇନାନ୍ସିଆଲ ଇନଫ୍ଲକ୍ସ ଅଛି କିମ୍ବା ଆଉଟଫ୍ଲକ୍ସ ଅଛି ଆମର କଣ୍ଟ୍ରିରେ, ସେ ଜିନିଷକୁ ମଧ୍ୟ କଣ୍ଟ୍ରୋଲ କରାହବ। କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଭାରତ ଅଲଗା ଅଲଗା ଦେଶ ସହିତ କାରଣ ଗ୍ଲୋବାଲାଇଜେସନ ବହୁତ ହେଭି ଏବେ ଇଣ୍ଟରନ୍ୟାସନାଲ ମାର୍କେଟରେ ଆମେ ପଢିବା ସେଇ ଜିନିଷ। ବର୍ତ୍ତମାନ ମାର୍କେଟରେ ଗ୍ଲୋବାଲାଇଜେସନ ବହୁତ ଅଧିକା, କାରଣ ଭାରତ ଭାବିବ ନାହିଁ ଆମେ ସେଲ୍ଫ ସଫିସିଏନ୍ସି ହବା, ସେଲ୍ଫ ସଫିସିଏନ୍ସି ୱାର୍ଡ ହେଲା, ବା ମାନେ ଆତ୍ମନିର୍ଭର ଭାରତ କଥା କୁହାହଉଛି। ସେଇ ଜିନିଷ କଥା ବହୁତ ସମୟରେ ଶୁଣିଛୁ, ବଟ୍ କଥା ଉଠୁଛି ଆମେ କେତେଟା ଜିନିଷରେ ହେଇପାରିବା କିମ୍ବା କଣ ହେଇପାରିବା। ତା ମାନେ ନୁହେଁ ଯେ ପେଟ୍ରୋଲ ନାହିଁ ଆମ ପାଖରେ, କାହିଁ ଜାଣିବାକୁ। ବା ଆମେ କହିପାରିବା କଣ ଟେକ୍ନୋଲୋଜି କଥା କୁହା, ଗୁଗୁଲ ୟୁଟ୍ୟୁବ ଭଳିଆ କମ୍ପାନୀ ନାହିଁ ଆମ ପାଖରେ। ନାହିଁ ତ କଣ କରିବାକୁ ପଡ଼ିବ? ୟୁଜ୍ ତ କରିବାକୁ ପଡ଼ିବ। ୟୁଜ୍ ତ ଖାଲି ମୁଫ୍ତ ହେଇପାରିବନି, ୟୁଜ୍ ପାଇଁ ଆମକୁ ପେ କରିବାକୁ ପଡ଼ିବ। ପେ ପୁଣି ନର୍ମାଲ ଟଙ୍କାରେ ହବନି, କାରଣ ଆମର ଇଣ୍ଡିଆନ କରେନ୍ସି ହାର୍ଡ କରେନ୍ସି ନୁହେଁ। ହାର୍ଡ କରେନ୍ସି କଣ ମିନିଂ? ଆମେ ସେଟା ଇଣ୍ଟରନ୍ୟାସନାଲ ମାର୍କେଟ ଯେତେବେଳେ ପଢିବା ପଢିବା ଇକୋନୋମିକ୍ସରେ ଅଛି। ତେଣୁ ଆମେ ଡଲାରକୁ କନଭର୍ଟ କରିକି ତାଙ୍କ ପଇସା ତାଙ୍କୁ ଦେବାକୁ ପଡ଼ିବ। ତାପରେ ଆମେ ଯେତେବେଳେ ଆଣୁଛେ ମଧ୍ୟ ଡଲାର କନଭର୍ଟ କରାହବ। ଯେମିତି ଫର ଏକ୍ସାମ୍ପଲ ତମେ ୟୁଟ୍ୟୁବ କରିଛ, ୟୁଟ୍ୟୁବ କଣ ଇଣ୍ଡିଆନ କମ୍ପାନୀ ଆମେରିକାନ କମ୍ପାନୀ? ପଇସା ପାଉଛ ମାସ ଶେଷରେ, ପଇସା କୋଉ ଦଉଛି କି? ଆମେରିକା ଦଉଛି, ୟୁଟ୍ୟୁବ କମ୍ପାନୀ ଦଉଛି, या फिर ଗୁଗଲ କମ୍ପାନୀ, ଯାହା ଗୁଗଲ ୟୁଟ୍ୟୁବ ଗୋଟେ କମ୍ପାନୀ, ସେମାନେ ଦଉଛନ୍ତି ଡଲାର ଦଉଛନ୍ତି। ସେଇଟା ଆମର ଫାଇଦା। କଣ ଫାଇଦା? ନା ଫରେକ୍ସ ଆମର ବଢୁଛି। ପଇସା ଭାରତରେ ରହିଛି, ଓଡିଶାରେ ରହିଛି, ଏପଟେ ଆମେ ଆମେରିକାର ପଇସା ଆଣୁଛୁ, ଡଲାର ଆଣୁଛୁ। ସାର୍ ଆମେ ତ ଡଲାର ମିଳୁଛି, ଆମେ ତ ରୁପିଜ ମିଳୁଛି, ସେଟା କନଭର୍ଟ କରାହଉଛି ଥ୍ରୁ ଭେରିୟସ୍ ପ୍ରୋସେସ କଥା କୁହ। ତେଣୁ ଇଣ୍ଟରନ୍ୟାସନାଲ ମାର୍କେଟରେ ବର୍ତ୍ତମାନ ଏମିତି ସିଷ୍ଟମ ହେଲାଣି, ଯେତେ ଛୋଟ ଦେଶ ହେଲେ ମଧ୍ୟ ସେ କହିପାରିବନି ଯେ ଆତ୍ମନିର୍ଭର। ଆତ୍ମନିର୍ଭର ମାନେ ଅଲଗା ସେନ୍ସରେ, ବଟ୍ ଆମେ କେବଳ ଯୋଉ ତମର ଇଣ୍ଡିଜିନିୟସ କଥା କୁହାହଉଛି, କେବଳ ଆମେ ଆମ ପ୍ରଡକ୍ଟ ୟୁଜ୍ କରିବା, ବାହାର ଦେଶରେ କିଛି ୟୁଜ୍ କରିପାରିବା ନାହିଁ। ସେମିତି ବହୁତ ରେଷ୍ଟ୍ରିକ୍ଟେଡ। ସାଉଥ କୋରିଆ ଏକ୍ସାମ୍ପଲ, ସରି କଣ ନର୍ଥ କୋରିଆ ଏକ୍ସାମ୍ପଲ ନେଇପାର, ଅଲଗା ଅଲଗା ଭେନିଜୁଏଲା ଭେନିଜୁଏଲା ଅଲଗା ଏକ୍ସାମ୍ପଲ ନେଇପାର, ବଟ୍ ତାର ପରିସ୍ଥିତି କଣ ସମସ୍ତେ ଜାଣିଛନ୍ତି। କୋଉଠି ନା କୋଉଠି ବର୍ତ୍ତମାନ ଷ୍ଟେଜରେ ବିନା ଗ୍ଲୋବାଲାଇଜେସନ କିଛି ହବ ନାହିଁ।
ସେ କଥା ମଧ୍ୟ କଣ୍ଟ୍ରୋଲ କରୁଛି କେମିତି ଏକ୍ସପୋର୍ଟ ଇମ୍ପୋର୍ଟ ଠିକ୍ ଠାକ୍ ହେଇପାରିବ, ତୁମେ ଫରେକ୍ସ ରିଜର୍ଭ ହେଇପାରିବ, ଇଣ୍ଡିଆରେ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ କେମିତି କାମ କରିବ, ଗଭର୍ଣ୍ଣମେଣ୍ଟ ପଲିସି ବହୁତ ସମୟରେ ଆକ୍ଚୁଆଲି ଏକ୍ସେସ୍ ତମର କାମ କରେ ମାନେ ଫ୍ରି ବାଏସ୍ କଥା କହ, ମୁଦ୍ରା ଯୋଜନା, ପିଏମ୍ କିଷାନ ଯୋଜନା, ତମର ଆୟୁଷ୍ମାନ ଭାରତ ଯୋଜନା, ଫ୍ରି ଯୋଉ ଏଲପିଜି ସବସିଡି ସ୍କିମ୍, ଏସବୁ ଜିନିଷ ଏକ୍ସେସ୍ ଜିନିଷ ହେଇଯିବ କୋଉଠି ନା କୋଉଠି ସେ ଜିନିଷ ଇନଫ୍ଲେସନ ବଢିଯିବ। ଆରବିଆଇରେ କାମ ସେଇଆ, ଯେତେବେଳେ ମାର୍କେଟରେ ଅଧିକା ପଇସା ପତ୍ର ହେଇଯାଉ ତାକୁ କେମିତି ଭାବରେ ଇନପୁଟ ଆଉଟପୁଟ କରିକି ଓପେନ ମାର୍କେଟ ଅପରେସନ ସେ ୱାର୍ଡକୁ କୁହାଯାଉଛି। ଆରବିଆଇ ସେମିତି କାମ କରେ। ତା ପାଇଁ ବିଭିନ୍ନ ପ୍ରକାର ପଲିସି ରଖିଛି। କଣ ପଲିସି ରଖିଛି ଆରବିଆଇ? ମନିଟାରୀ ପଲିସି କହୁଛି କଣ କଣ କଥା ହଉଛି ସେଥିରେ, ସେଥିରେ କଥା ହଉଛି ତମ ରେପୋ ରେଟ୍ କଥା ଆସୁଛି, ରିଭର୍ସ ରେପୋ ରେଟ୍ କଥା ଆସୁଛି, ବ୍ୟାଙ୍କ ରେଟ୍ ଆସୁଛି, ବେସ୍ ରେଟ୍ ଆସୁଛି, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ଆସୁଛି, ଏମସିଏଲଆର ଆସୁଛି। କଣ କଣ ଏଗୁଡା ସବୁ? ତମର ରେପୋ ରେଟ୍ ମାନେ ଯୋଉ ରେଟ୍ରେ ଆରବିଆଇ ଅଲଗା ବ୍ୟାଙ୍କ ମାନଙ୍କୁ ପଇସା ଦିଏ, ରିପରଚେସ୍ ରେଟ୍ କଥା କହ, ଯୋଉଟା ସେମାନେ ରଖିଥିବେ ସେଟା ପୁଣି କିଣି ଆଣିବେ ଏକ୍ସଟ୍ରା ପଇସା ଦେଇ, ଯୋଉ ଏକ୍ସଟ୍ରା ପଇସାଟା ଦେବେ ସେଟା ଆରବିଆଇର ଲାଭ, ରିପରଚେସ୍ ବୋଲି ରେପୋ ରେଟ୍। ରିଭର୍ସ ରେପୋ ରେଟ୍ ମାନେ ସେଇ କନସେପ୍ଟ ସେ ରିଭର୍ସ, ବାକି ରେପୋ ରିପରଚେସ୍ ପୁଣି ଏଇଟା ଆରବିଆଇ ଆଙ୍କ ପାଖରେ ରଖିବ, ପୁଣି ନେଲା ବେଳକୁ କିଛି ପଇସା ଆଙ୍କୁ ଦବ, ସେଥିରେ ଆଙ୍କ ଲାଭ ହେଲା କାହାର ବ୍ୟାଙ୍କ ରେପୋ ରିଭର୍ସ ରେପୋ। କଣ ପାଇଁ ମୁଁ କହିଲି ମୁଖ୍ୟ କାମ କଣ? ସିଗ୍ନାଲ ମାର୍କେଟରେ କଣ ଅଛି ସେ ଅନୁସାରେ ଆକ୍ଚୁଆଲି ଆରବିଆଇ ଗେମ୍ ପ୍ଲେ କରିବ। ବାକି ବ୍ୟାଙ୍କ ରେଟ୍, ବେସ୍ ରେଟ୍, ବ୍ୟାଙ୍କ ରେଟ୍ ମାନେ କଣ? ବ୍ୟାଙ୍କ ରେଟ୍ ଲଙ୍ଗ ଟର୍ମ ପାଇଁ ଲୋନ୍ ନିଆଯାଏ, କି ବ୍ୟାଙ୍କ ନିଏ କାହା ପାଖରୁ? ଆରବିଆଇ ପାଖରୁ। ବ୍ୟାଙ୍କ ରେଟ୍ କୁହାଯାଏ। ଇଣ୍ଟରେଷ୍ଟ ରେଟ୍ ଟିକେ ଅଧିକା ରହିବ, ଅଲଗା ଅଲଗା ଟର୍ମ ଆଣ୍ଡ କଣ୍ଡିସନ ଅଛି। ବେସ୍ ରେଟ୍ କଣ? ବେସ୍ ରେଟ୍ ମାନେ ତମର ସବୁ ତଳିଆ ରେଟ୍, ତାଠାରୁ ଆଉ ଆକ୍ଚୁଆଲି ବ୍ୟାଙ୍କ ଲୋନ୍ ଦେଇପାରିବ ନାହିଁ ତା ତଳୁ। ଫର ଏକ୍ସାମ୍ପଲ ମନେକର ମୁଁ ଏକ୍ସାମ୍ପଲ ଦେଇଥିଲି, ମୁକେଶ ଆମ୍ବାନୀ ମନେକର ଏସବିଆଇ ବ୍ୟାଙ୍କ ମ୍ୟାନେଜର ସହିତ ବହୁତ ଭଲ ସମ୍ପର୍କ, କିମ୍ବା ଇନଡାଇରେକ୍ଟଲି ତାକୁ କିଛି ଲୋଭ ଦେଇପାରିବ କିମ୍ବା କିଛି ଗୋଟେ ପଇସାରେ ତାକୁ ଦେଇପାରିବ, କାରଣ ତା ପାଖରେ ଅଛି କ୍ୟାପିଟାଲ। ସେ ଲୋଭ ଦେଇକି ଏସବିଆଇ ମ୍ୟାନେଜରକୁ ମୁମ୍ବାଇରେ ହାତ କରିପାରିବ, କରି ତାକୁ କହିବ କି ଭାଇ ସାହେବ ତୁ ତ ମ୍ୟାନେଜର ଅଛୁ, ବାକି ତତେ ଏତିକି ଟଙ୍କା କୋଟି ଟଙ୍କା ତୋର ପକେଟରେ ପକଉଛି, ତୁ ମତେ ମୋ ଲୋନଟା ଯୋଉ 3% ଇଣ୍ଟରେଷ୍ଟ ରେଟ୍ ଅଫ୍ ଇଣ୍ଟରେଷ୍ଟରେ କରେଇଦେ, ଯୋଉଟାକି ଅଲଗା ଲୋକ ନେଉଛନ୍ତି କେତେ 10-12%, ବ୍ୟାଙ୍କ ଡୁବିଯିବ। ତ ସେଇଥିପାଇଁ କରାହେଲା କି ଭାଇ ସାହେବ ଏତିକି ଗୋଟେ ପର୍ଟିକୁଲାର ତମର ରହିବ ମିନିମମ୍, ୟାଠୁ ତଳକୁ ଆଉ କେହି ଯାଇପାରିବ ନାହିଁ। ସେ ମୁକେଶ ଆମ୍ବାନୀ ହେଇଯାଆନ୍ତୁ କିମ୍ବା ରତନ ଟାଟା ହେଇଯାଆନ୍ତୁ କିମ୍ବା ଯେକୌଣସି ଏନିବଡି, ଗୋଟେ 2% ଏପଟ ସେପଟ ହବ ଡିପେଣ୍ଡିଂ ଅନ୍ ଦ ଏମସିଏଲଆର। ଏମସିଏଲଆର କଣ? ମାର୍ଜିନାଲ କଷ୍ଟ ଅଫ ଲ୍ୟାଣ୍ଡ ବେସ୍ଡ ଫଣ୍ଡିଂ। ମୁଁ କହିଥିଲି ପୂର୍ବରୁ, ମନେକର ବ୍ୟାଙ୍କ ତମକୁ 1,00,000 ଟଙ୍କା ଦେଲା, ବ୍ୟାଙ୍କ ପଇସା ତ ଛପଉନି ତା ଘରେ, ବ୍ୟାଙ୍କ ତ ପଇସା ତା ଘରେ ଛପଉନି, ଆରବିଆଇ ଛପଉଛି ତମେ କହିପାର, ବଟ୍ ଆରବିଆଇ କନସେପ୍ଟ ଅଲଗା, ଆରବିଆଇ କଣ୍ଟ୍ରୋଲ କରୁଛି, ବ୍ୟାଙ୍କ ମାନେ ବେପାର କରୁଛନ୍ତି। ଠିକ ଅଛି? କଥା ହଉଛି ତମକୁ ଯୋଉ 1,00,000 ଟଙ୍କା ବ୍ୟାଙ୍କ ସୁଧ ନା ଆମର କଣ ଲୋନ ଦବ, ଋଣ ଦବ, ଆଣିବ କୋଉଠୁ ସେ ପଇସାଟା? ସେ ପଇସାଟା ସେ କୋଉ ଜାଗାରେ ଆଣିଥିବା ଦରକାର। କୋଉଠୁ କୋଉଠୁ ବ୍ୟାଙ୍କ ପଇସା ଆଣେ? ବ୍ୟାଙ୍କ ତମେ ନେଇ ଡିପୋଜିଟ୍ ରଖ, ତମେ ସିନା ଋଣ ଆଣିଲ, ମୋ ସାଙ୍ଗ କିଏ ତମ ରିଲେଟିଭ କିଏ ସେମାନେ ପଇସା ନେଇ ରଖୁଛନ୍ତି, ତାର ପଇସା ଅଧିକା ହେଇଯାଇଛି ମନେକର, ସାର ପଇସା ଲୋକ ପଇସା ରଖୁନାହାନ୍ତି, ଡିପୋଜିଟ୍ କରୁଛନ୍ତି, ହେଲା, ସେ ପଇସା ବ୍ୟାଙ୍କ ପାଖରେ ରହୁଛି କି ଭାଇ ସାହେବ ସେ ପଇସାକୁ ବ୍ୟାଙ୍କ ତମକୁ ଲୋନ ଦବ, କଣ ପାଇଁ ନେଇକି ଦଉଛି ଏମିତି କଥା? ସେ ବେପାର କରୁଛି। ଆଚ୍ଛା, ତମ ଠାରୁ ଯିଏ ପଇସା ରଖିଲା ତାକୁ ରେଟ୍ ଅଫ୍ ଇଣ୍ଟରେଷ୍ଟ କେତେ ଦେଲା? 5% ମନେକର ଦେଲା। ତମେ ଲୋନ ଆଣିବାକୁ ଗଲ, ତମକୁ କେତେ ଦେଲା? 12%। ପଛରେ କେତେ ରହିଲା? 7% ତମକୁ ଦେଲା, 12% ତାକୁ ଦେଲା, 5% ରହିଲା ସ୍ପ୍ରେଡ ମାର୍ଜିନ କିମ୍ବା ପ୍ରଫିଟ। 5% ତାର ପ୍ରଫିଟ ଅଛି, ତା ଭିତରେ ସେ ତମର ଏସଏଲଆର ସିଆରଆର କିଛି ରଖିବ ଅଲଗା କଥା, ତାପରେ ଯୋଉଟା ପ୍ରଫିଟ ଅଛି ସେଟା ବୁଝିହଉଛି ନାହିଁ, ସେଟା ପ୍ରଫିଟ ଅଛି, କାହାର ପ୍ରଫିଟ ଅଛି? ବ୍ୟାଙ୍କର ପ୍ରଫିଟ ଅଛି, ହେଲା। ତ ଏଇ ସବୁ ଜିନିଷକୁ କୋଉଠି ନା କୋଉଠି ଆମେ କନସେପ୍ଟରେ ଭୁଲିଗଲେ। ରେପୋ ରେଟ୍ ଆସୁଥିଲି ନା ରିଭର୍ସ ରେପୋ ରେଟ୍ ଆସୁଥିଲି, ଆଚ୍ଛା ଏମସିଏଲଆର କଥା କହୁଛି। ହଁ, ମନେକର ତମକୁ ବ୍ୟାଙ୍କ 1,00,000 ଟଙ୍କା ଦେଲା, ବ୍ୟାଙ୍କରୁ ପଇସା କୋଉଠୁ ଆସିଲା? ଫାଷ୍ଟ କଥା ହେଲା ଯିଏ ରଖିଲ, ତମେ ମନେକର ଲୋନ ଆଣିଛ, ତମ ସାଙ୍ଗ କିଏ ଅଲଗା ଲୋକ ରଖିଲା, ତମ ପଇସା ଗଲା, ତମ ପଇସା କେତେ ରେଟ୍ ଅଫ ଇଣ୍ଟରେଷ୍ଟ ଗଲା? 7% ଗଲା। ଆଉ ବ୍ୟାଙ୍କ କୋଉଠୁ ଆଣିବ? ମନେକର ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ପାଖରୁ ଲୋନ ଆଣିବ, ଲୋନ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ଏନବିଏଫସି ହେଇପାରେ, ଏପରି ଅଲଗା ବ୍ୟାଙ୍କିଂ ସିଷ୍ଟମ ହେଇପାରେ, ତା ପାଖରୁ ଲୋନ ଆଣିବ। ରେପୋ ରେଟ୍ରେ କାହା ପାଖରୁ ଆଣିବ? ଆରବିଆଇ ପାଖରୁ ଆଣିବ ରେପୋ ରେଟ୍, या फिर बैंक रेट रे से आरबीआई पाखରୁ ଆଣିବ। ତେଣୁ ଡିପେଣ୍ଡ କରାହବ ବ୍ୟାଙ୍କ ପାଖକୁ ଯୋଉ ପଇସା ଆସିଲା କିଏ କେତେ ପରସେଣ୍ଟ ସୁଧରେ ତାକୁ ପଇସା ଦେଇଛି। ସେ ଅନୁସାରେ ଆରବିଆଇ କହିଲା ତମ ଫଣ୍ଡ ଯୋଉଠୁ ଆସିଛି, ତମେ ଯେତେ ପଇସାରେ ସୁଧରେ ଆଣିଛ ତାକୁ ଆଗକୁ ପଇସା ଦବା ପାଇଁ ତମର ଆଣିଥିବା ଟଙ୍କାର ସୁଧ
ପ୍ଲସ୍ ତମେ କିଛି ପଇସା ମିଶିବ କାରଣ ତମର ଗାଡି ଚଳୁଛି, ଫ୍ୟାନ ଚଳୁଛି, ତମେ ଏଠି କାମ ଦାମ କରୁଛ, ତମର ଗାଡି ଗୁଡା ଚାଲୁଛି, 1000 ଏଟିଏମ୍ ଫେଟିଏମ୍ ଯାଇ ଲଗଉଛ, ସବୁ କଥା ଅଛି, ତମର ଖର୍ଚ୍ଚପାତି ଅଛି, ପ୍ଲସ୍ ପ୍ରଫିଟ୍ ମାର୍ଜିନ କିଛି ଅଛି, ତାକୁ ରଖିକି ତମେ କି ନେକ୍ସଟ ଏମାଉଣ୍ଟଟା ଯୋଉ ସେଇଟାର ସୁଧ ଭିଡ଼ିବ ଲୋକଙ୍କ ଉପରେ ଯାହାକୁ ଦଉଛ। ଯଦି ତମ ପଇସା କମ ସୁଧରେ ତମକୁ ମିଳିଯାଇଛି ତାହେଲେ ତମେ କମ ପଇସାରେ ଟ୍ରାନ୍ସଫର କର ଲୋକଙ୍କୁ, ଯିଏ ଲୋନ ନଉଛି। ଯଦି ତମେ ତମ ପଇସାଟା ଅଧିକା ସୁଧରେ ପଇସା କୋଉଠୁ ଆଣିଛ ତାହେଲେ ତମେ ମଧ୍ୟ ଅଧିକା ପଇସାରେ ସୁଧ ଦବ। That is the concept of the MCLR. MCLR ঠিক ଅଛି। ତ this is the ଆମେ କହିବା ପାରାମିଟର ଅଫ ଦ ଆରବିଆଇ। ଏସବୁ ପାରାମିଟର ଉପରେ ଓପେନ ମାର୍କେଟ ଅପରେସନ କର। ଓପେନ ମାର୍କେଟ ଅପରେସନ ତମ ବଣ୍ଡ ବିକିବା या फिर ବଣ୍ଡକୁ ମେଚୁରିଟି କରିଦେବା, ଏ ପ୍ରକାର କଥା ସବୁ ଅଛି ଯାହା ଫଳରେ କି ମାର୍କେଟରୁ ପଇସା ମାନେ କୋଉଠି ନା କୋଉଠି ଇନପୁଟ କରିପାରିବ ପ୍ଲସ୍ ତମର ଏକ୍ସଟ୍ରାକ୍ଟ କରିପାରିବ। ସିଗ୍ନାଲ ଠିକ ଅଛି, ଅଲରେଡି କହିଥିଲି। ନେକ୍ସଟ ଯିବି। ଓକେ, କଥା ହଉଛି କୋଭିଡ-19 ପାଣ୍ଡାମିକ ଆସିଲା ଯୋଉ କଣ ସେଇ ସିଚୁଏସନ ହେଇଥିଲା ତା ପୂର୍ବରୁ ମୁଁ ଅଲରେଡି ପଢିଛି। ଇକୋନୋମିକ ଡିସରପ୍ସନ 1920 କଥା କୁହାଯାଏ। କୋଭିଡ-19 ମାନେ 2019। Economic, disruption due to corona pandemic. RBI, took major steps since the April 2020. ठीक है, ये समय कहला तो CRR reduced to 1%. CRR कौन कैश रिजर्व रेशियो କେତେ ପରସେଣ୍ଟ କମିଲା? 1% କମିଲା। ମୁଁ ଅଲରେଡି ପୂର୍ବ କ୍ଲାସରେ କହିଥିଲି 1% କମିଲେ ଲିକ୍ୱିଡିଟି ପାଖାପାଖି 1,37,000 ପାଖାପାଖି ବ୍ୟାଙ୍କରେ ଆସିଲା। କେମିତି କଥା କିଏ ବୁଝେଇପାରିବ? ଯେତେବେଳେ ଆରବିଆଇ ସିଆରଆର କୁ 1% କମେଇ ଦଉଛି, ମାର୍କେଟରେ ବାଲାନ୍ସ ବଢି ଯାଉଛି 1,37,000 କୋଟି କ୍ରୋର୍ସ। କେମିତି କଥା ହେଲା? ପ୍ରଥମେ ତ ସିଆରଆର କହିଲେ କଣ ବୁଝେ ଆମେ? ସଂଯୁକ୍ତା ମ୍ୟାଡାମ କୁହନ୍ତୁ। ସଂଯୁକ୍ତା ମ୍ୟାଡାମ, ହ୍ୱାଟ ଇଜ ମିନ୍ ବାଇ ସିଆରଆର? ପାଖରେ ତମର ଅଛି ଖଇରାରେ ସେଠି କଣ ଆମର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପରା କହୁଥିଲ? ନା ନାହିଁ। କିଛି ଅସୁବିଧା ନାହିଁ, ସେଟା କାହିଁ ଟେନସନ ନଉଛ? ମିଷ୍ଟେକ ତ ହବ ଏଇଠି ନା, ମିଷ୍ଟେକ ହେଲେ ତ ପୁଣି ପରୀକ୍ଷାରେ ଭଲ ହବ ନା, ଟେନସନ ନବା ହବ ନା ଏଇଠି ଟେନସନ। ହଁ କୁହ, କେମିତି ସିଆରଆର ମୁଁ କହିଲେ କଣ ବୁଝେ? anyone else? ଦୀପକ ବାବୁ କୁହ। सर सीआरआर मतलब होची कैश रिजर्व रेशियो टोटल डिपॉजिट टा जोटा बैंक रो ଟୋଟାଲ ଡିପୋଜିଟ ମାନେ କଣ? ଟୋଟାଲ ଡିପୋଜିଟ टा सर आपन को सर जोटा मिनिमम परसेंटेज ओ माने डिपॉजिट टा जोटा बैंक रो एनडीटीएल सेटा कुहाଯାଏ। एनडीटीएल, आगे सर नेट डिमांड एंड टाइम लायबिलिटी। सम परसेंट एक्चुअली बैंक पैसाटा नेकी कोउट रखाଯାଏ, आरबीआई रखाଯାଏ, ସେଟାକୁ ସିଆରଆର କୁହାଯାଏ। କଣ ପାଇଁ? ଗୋଟେ ପ୍ରକାର ଆମେ କହିପାରିବା ଏମର୍ଜେନ୍ସି ଟାଇପର କଥା ହେଲେ ବିଜୟ ମାଲ୍ୟା ଭଳିଆ ଲୋକ ଯଦି ନେଇକି ବ୍ୟାଙ୍କରୁ ଭାଗିକି ପଳେଇଲେ ତାହେଲେ ସେ ସିଆରଆର ଆକ୍ଚୁଆଲି ଆରବିଆଇ ରଖିଥାଏ, ସେ ତମକୁ ଦବ, ତମେ ସେ ଅନୁସାରେ ଗ୍ରାହକ ମାନଙ୍କୁ କିଛି ବହୁତ ଥୋଡା ବହୁତ ତ ମଦତ ହେଇଯିବ। ଜାଣିତେ କଥା ସେ କଥା କଣ, ଯାହାକି 3-4% ରଖା ହଉଛି ଡିପେଣ୍ଡ କରୁଛି ସମୟ ଅନୁସାରେ। ତ ଯଦି ଆମେ 1% ସିଆରଆର କମେଇଦେବା, କାରଣ କମ୍ପଲସରି 3-4% ରଖିବାକୁ ପଡିବ। ନା ମୁଁ ସେଇଟା ହିଁ କହୁଥିଲି, ମୁଁ କହିଲି 20% ଯଦି ରଖିବାର ଅଛି ତାକୁ 10% 1% କମିଲା ମାନେ ସେ 1% ସେଇଟା ସେ ଲିକ୍ୱିଡିଟି ହିସାବରେ କଷ୍ଟମରକୁ ମାନେ ଦେଲା ବାହାରକୁ, ତ ହଁ ତାର ସେ ସିଆରଆର ରେସିଓ କମ୍ ହେଇକି ପୁଣି 19% ରହିଲା, ସେଇଟା ପ୍ରୋବ୍ଲେମ କରେଇ ପାରେ ଏମର୍ଜେନ୍ସି କେସେସରେ। ଠିକ ଠିକ, ଭେରି ଗୁଡ୍। ଓକେ, ତ ସେ 19% ପାଖାପାଖି ନୁହଁ, ସେଟା ଆକ୍ଚୁଆଲି ଆପଣଙ୍କର କଣ ଆସିବ କହିଲେ ଏସଏଲଆର ଆସିବ ହେଲା। 19% ଟା କହିଦେବାଟା ବଡ ଟର୍ମ ହେଇଯାଉଛି। ଆପଣ 3-4% କହିବେ ଠିକ ଅଛି ହେଲା, କାରଣ ଏଟା ସିଆରଆର, ତ ସିଆରଆର କମ ରଖାଯାଏ, ଏସଏଲଆର ଅଧିକ ରଖାଯାଏ, 18-19% ମିନିମମ୍ ହେଲା। ସିଆରଆର କଥା ଯେତେବେଳେ ଉଠେ 19 କଥା ନା ଟିକେ ଅଡ ଶୁଭୁଛି, କାରଣ 3-4% ରୁ 19% ନା ବହୁତ ଗ୍ୟାପ୍ ହେଇଯାଉ, ସେଇଥିପାଇଁ କଥା ନହେଲେ ବାକି କନସେପ୍ଟ ଆପଣଙ୍କର ଠିକ ଅଛି। ତ କଥା ଉଠୁଛି ତ 1% ଯଦି ବ୍ୟାଙ୍କ ନା ଇନ୍ ଦ ସେନ୍ସ ଆରବିଆଇ ଛାଡ଼ିଲା, କାହାକୁ? ବ୍ୟାଙ୍କକୁ ଛାଡ଼ିଲା, କୋଉ ପାର୍ଟରେ? ସିଆରଆର ପାର୍ଟରେ। ସିଆରଆର କମ୍ପଲସରି ମାନେ ଏନଡିଟିଏଲ ମାନେ ନେଟ ଡିମାଣ୍ଡ ଏଣ୍ଡ ଟାଇମ ଲାୟବିଲିଟି। ତା ମାନେ କଣ? ଯେତିକି ପଇସା କଷ୍ଟମର ରଖୁଛନ୍ତି, ଡିମାଣ୍ଡ ଆଉ ଟାଇମ ମାନେ କଣ? ଡିମାଣ୍ଡ ମାନେ ଆଜି ପଇସା ରଖିଲି କାଲି ଉଠେଇଲି, ସେଭିଂ ଆକାଉଣ୍ଟ କଥା କିମ୍ବା କରେଣ୍ଟ ଆକାଉଣ୍ଟ କଥା। ଟାଇମ ମାନେ କଣ?
समय अनुसार आज रखिली मनकर 5 वर्ष मु फिक्स मारली 8 वर्ष फिक्स मारली डबल हेले मु बाहर करी लक्षे टଙ୍କା 2 लक्ष बैंक भाविदेला कौन 8 वर्ष में लोक आसो ना 8 वर्ष पर आसो तेणु 8 वर्ष पर्यटन मुझे पैसा को दमदार भाव में यूज कर अलग अलग जगह तेणु कथा उठुची एनडीटीएल कथा कहूँ सब जिन करेन्ट अकाउंट हो सेविंग अकाउंट हो प्लस फिक्स डिपोजिट हो ये भी जहाँ पैसा रखी सब गुड़ा एनडीटीएल काउंट कराए बैंक एनडीटीएल 3-4% पाखापाखि तुमको रखा पड़े कौन सीआरआर कैश रिजर्व कौटी आरबीआई पाखे आरबीआई कौन कला ना जेहेतु कोरोना होता मार्केट में पैसा कम था लोक पाखे चाकरी नाला कि मार्केट पूरा अवस्था खराब होता आरबीआई कहला भाविला कौन यही समय किसी लोक पैसा दरकार तो से जो 3-4% रखुला 1% कमेदेला तमें 2% पाखापाखि रखा बाकी सब पैसा कहला तुम बैंक तुम पाखे रख तुम लोन फोन दियो जबरदस्त लोक कर पैसा टी मार्केट में बढ़ू से 1% छाड़ा से छाड़ा फल के मार्केट में प्लस हो गला ना 1,37,000 कोटी टଙ୍କା भल कथा लिक्विडिटी बढ़ला कथा लिखा एलटीआर कौन टार्गेटेड लॉन्ग टर्म रेपो रेपोरेशन लॉन्ग टर्म रेपो कथा कही पूर्व क्लास कनसेप्ट से बट अधिका दिन जो आरबीआई दब लोन क्या बैंक मानक लॉन्ग टर्म रेपो 7 दिन 14 दिन 28 दिन तापर आरबीआई बैंक मानकर भल वर्ष वर्ष पर्यटन भी लॉन्ग टर्म प्लान कर इन द सेंस कम रेट ऑफ इंटरेस्ट रे अधिका दिन पर्यंत बैंक पैसा रखिपर मैंने कौटी ना कौटी स्टाबिलिटी बैंक अधिका कारण बैंक सब कांदुंट कि भाई साहब आमर पैसा नहीं आमको ये दियो एनपीए हो जाऊँ कि 1000 कथा छाड़ी देली लॉन्ग टर्म रिटर्न 10 केते सुन 1-10 तो लक्ष कोटी टଙ୍କା फॉर द फ्रेश डिप्लॉयमेंट इन्वेस्टमेंट ग्रेड कॉर्पोरेट बॉन्ड ये जो कॉर्पोरेट बॉन्ड है कमर्शियल पेपर है आपको सब छाड़ी कन्वर्टेबल डिबेंचर है डिबेंचर मीनिंग कौन आम शेयर मार्केट पढ़ा सेबी विषय पढ़ा स्टॉक एक्सचेंज विषय से जिन बुझापी चेषा करें ठीक है डिबेंचर क्या जाए कन्वर्टेबल डिबेंचर क्या जाए तो कौटी ना कौटी लॉन्ग टर्म जो रेपो ऑपरेशन माध्यम मार्केट को आहरी लक्षे कोटी टंका पशे कौटी ना कौटी ये सब पशेबार कारण कौन ना पशेबार कारण मार्केट डाउन अच्छी रिसेसन अच्छी कोरोना जाए लोक कम करना 1000 प्रकार प्रोब्लेम अच्छी मार्केट इनस्टेबिलिटी अच्छी हैदराबाद बैग धरी मुंबई बैग धरी लोग चल चल पलि आसा लेबर घर अच्छी झगड़ा करते तमाम प्रकार कथा तेणु इकोनोमी को स्ट्रंग करने कौटी ना कौटी इंडस्ट्री फास्ट उठिक बसो पड़े इंडस्ट्री पाखे पैसा जिन मार्केट को पैसा गले कौटी ना कौटी बैंक पैसा दब लोन दब लोक कम करेंगे 1000 एटीआर ऑफ द 50,000 कोटी फॉर द इन्वेस्टिंग इन्वेस्ट ग्रेड द बॉन्ड्स कमर्शियल पेपर नॉन कन्वर्टेबल डिबेंचर एनबीएफसी माइक्रो फाइनेंस इंस्टीट्यूट कौटी ना कौटी ए पैसा कहला कि जो जगह देख बहुत सारा जगह कौन आरबीआई रेस्ट्रिक्शन थाए तुम जो बैंकिंग सेक्टर कथा कौच तुम यही जगह यही सब निवेश करमती कर कारण मुझे फाइनेंशियल सेक्टर सब सेंसिटिव बॉडी जो तुम हार्ट कथा कह ब्रेन कथा कह दीज आर द वेरी सेंसिटिव पार्ट ब्लड सर्कुलेशन कथा से कौन कंट्री में इकोनॉमी को स्टेबिलिटी रखा गले फाइनेंशियल इंस्टीट्यूशन बहुत स्ट्रांग पार्ट इन द सेंस ब्लड हार्ट लिवर ये सब जिन कंट्रोल कराया गले हमको आरबीआई को फाइनेंशियल इंस्टीट्यूशन बैंकिंग प्लस एनबीएफसी को कंट्रोल करा कहला कि भाई साहब तुमको किसी दिन रिलैक्स दिहला तुम इन्वेस्टमेंट एपट सेपट कर एनी हाउ कौट ना कौट तुम भी बंच प्लस कमर्शियल लोक इन द सेंस इंडस्ट्री बंच बैंक लिमिट ऑफ द बोरोइंग ओवरनाइट अंडर द मार्जिनल स्टैंडिंग फैसिलिटी बैंक जो बोरो करता उधारी करता ओवरनाइट माने रेपो रेट कथा एनडीटीएल जो 3-4% पाखापाखि तुम बोरो करते जोटा कि तुम रेपो रेट पाऊँगी ताठर 1% एक्सट्रा तुम बोरो कर बोरो कले तो पुणी तुम तले लोक दब ना पैसा इंडस्ट्री से चलिए पुणी बाकी जो लेबर मैंने बस कि विभिन्न प्रकार संस्था कम हो पार से जिन हम ना मार्केट में पैसा पहुँचले छाड़ी देरी ना आगे ये जो न बुझीपर मन उणा करनी कि भावन ना अलग सांग बुझीपार तो मुझे पचारिदेवी बुझला बुझला तार बुझुची बुझु न बुझला पचार मुझे किसी असुविधा टेंशन हवन बिल्कुल कथा किसी डिफिकल्ट थाए स्पेशल रिफाइनेंस फैसिलिटी 50,000 कोटी फॉर द अनाउंस फॉर द नाबार्ड सीडीबी एंड एनएचबी एट द रेपो रिफाइनेंस माने हला लोन को आउट रिफाइनेंस करा रिफाइनेंस सिंपल मीनिंग है फॉर एग्जांपल तुम कौन छोटे गाड़ी किन
ଗାଡ଼ି କିଣିଲା ବେଳେ ତମର କଥା ଅଲଗା ଅଲଗା ପ୍ରକାର ଥିଲା। କଥା କ'ଣ ଥିଲା ସାର୍? କଥା ଥିଲା ଫର୍ ଏକ୍ସାମ୍ପଲ୍ ତମର ରେଟ୍ ଅଫ୍ ଇଣ୍ଟରେଷ୍ଟ ଥିଲା ମନେକର 10% କିମ୍ବା 15% କଥା। ଇଏମ୍ଆଇ ଥିଲା ତମର ପର୍ ମନ୍ଥ କେତେ 15,000 या फिर 20,000 एज पर योर कार वैल्यू। ତ ମନେକର ସେଇଟା ଦେଇ ଚାଲିଛ, କେତେ ବର୍ଷ ଦେଇ ଚାଲିଛ? ମନେକର 4 ବର୍ଷ ଦେଇ ଚାଲିଲାଣି, ତମର 8 ବର୍ଷ ପାଇଁ ହେଇଥିଲା। ଏକ୍ସାମ୍ପଲ୍ ଗୋଟେ ଧରିଛ, 4 ବର୍ଷ ଦବ। ବଟ୍ ଯେତେବେଳେ ତମେ କିଣିଥିଲ ତମର ସେତେବେଳେ ଚାକିରିର ଫାଷ୍ଟ ଥିଲ। ତାପରେ 4 ବର୍ଷ ଭିତରେ ତମର ଗୋଟେ ଫାଷ୍ଟ ପ୍ରମୋସନ ହେଇଗଲାଣି, ତମ ରେଟ୍ ବଢିଗଲାଣି, ହେଲା ରେଟ୍ ବଢିଗଲାଣି, ତମ ପଇସା ବଢିଗଲାଣି ତମ ପକେଟରେ। ତମର କ୍ରେଡିଟ୍ ସ୍କୋର ସେତେବେଳେ ମନେକର 600 ଥିଲା, ଏବେ 700-800 ହେଇଗଲାଣି, କାରଣ ତମେ ସେନ୍ସର ଫାଇନାନ୍ସିଆଲ ଷ୍ଟାବିଲିଟିର ଅଲଗା ଅଲଗା ଜିନିଷ ସବୁ ଇଏ କରୁଛ, ସେଥିପାଇଁ କ୍ରେଡିଟ୍ ସ୍କୋର ବଢିଲାଣି। ପ୍ଲସ୍ ଗଭର୍ଣ୍ଣମେଣ୍ଟ ପଲିସି ବିଭିନ୍ନ ପ୍ରକାର କଥା ବଢେଇଲାଣି କି କମେଇଲାଣି, କି କାର ଲୋନ୍ ଏତିକି ହବ, ଇଏ ଲୋନ୍ ଏତିକି ହବ, ସେ ଲୋନ୍ ଏତିକି ହବ, 1000 ପ୍ରକାର କଥା। ତେଣୁ ତମେ ଭାବିଲ ଯଦି ମୁଁ ଏବେ ବର୍ତ୍ତମାନ ଟାଇମରେ ମୋ ଲୋନଟାକୁ ରିଫାଇନାନ୍ସ କରିନେବି, ସେଇ ସେମ୍ ଜିନିଷକୁ ରିଫାଇନାନ୍ସ, ମୋତେ लो ଇଏମ୍ଆଇ ମାନେ ହେଇପାରିବ, ବା ରେଟ୍ ଅଫ୍ ଇଣ୍ଟରେଷ୍ଟ ଯେତିକି ଲଗା ହଉଥିଲା ତାଠାରୁ କିଛି ଛାଡ଼ ହେଇପାରେ, କାରଣ ତମର କ୍ରେଡିଟ୍ ସ୍କୋର ବଢିଗଲା। ବାବୁ ବ୍ୟାଙ୍କ ତମ ଉପରେ ଇଣ୍ଟରେଷ୍ଟ ଲଗାଏ ଡିପେଣ୍ଡ ଅପନ୍ ୟର କାପାବିଲିଟି। ତେଣୁ କାପାବିଲିଟି କଣ ଥିଲା? କାପାବିଲିଟି ଅଧିକା ହେଲାଣି। ଅଦରୱାଇଜ ସେ ବ୍ୟାଙ୍କ ଯଦି ରେଡି ହଉନି, ତମ ସେ ଲୋନଟା ଅଲଗା ଲୋକକୁ ଅଲଗା ବ୍ୟାଙ୍କକୁ ମଧ୍ୟ ନେଇପାରିବ, କାରଣ ସେ ବ୍ୟାଙ୍କ ବାଲା ଆକୁ ପଇସା ଦେଇଦବ, ତମେ ଏ ବ୍ୟାଙ୍କରେ ସୁଝିବ, ବଟ୍ ତମର लो ଇଏମ୍ଆଇ ହେଇଯିବ, ଇଣ୍ଟରେଷ୍ଟ ରେଟ୍ କିଛି ଛାଡ଼ ହେଇଯିବ, ବଗେରା ବଗେରା କଥା। ଦ୍ୟାଟ୍ ଇଜ ଦ କନସେପ୍ଟ ଅଫ ଦ ରିଫାଇନାନ୍ସ। ଆଗକୁ ଗଲେ ପଢିବା ମୁଦ୍ରା, ଯେତେବେଳେ ବ୍ୟାଙ୍କ କଥା ଆମେ ପଢିବା, କିଶୋର ଲୋନ୍, ଶିଶୁ ଲୋନ୍, ତରୁଣ ଲୋନ୍, ସବୁ ଜିନିଷ ଗଭର୍ଣ୍ଣମେଣ୍ଟ କେମିତି ଦଉଛି, ରିଫାଇନାନ୍ସ ବେଳେବେଳେ ତମକୁ କାହିଁକି ଅଧିକା ଭାରି ଲାଗୁଛି ଇନ୍ ଦ ସେନ୍ସ ରେଟ୍ ଅଫ ଇଣ୍ଟରେଷ୍ଟ, ସେ କଥା କହୁଛି। କାରଣ ଜଣଙ୍କ ପାଖରୁ ଆଣିକି ଆଉ ଜଣେ ଦେଲେ ନା, ଅଫକୋର୍ସ ଭାରି ପଡିଯିବ। ଦ୍ୟାଟ୍ ଇଜ ଦ କନସେପ୍ଟ ଅଫ ଦ ମୁଦ୍ରା ଫାଇନାନ୍ସ କଥା କହୁଛି। ତ ରିଫାଇନାନ୍ସ କଥା କୁହାଉଛି, ରିଫାଇନାନ୍ସ କିଛି ପଇସା ନୁହଁ। ଯୋଉ ରିଫାଇନାନ୍ସ କଥା କୁହାଉଛି, ରିଫାଇନାନ୍ସରେ ଏକ୍ସଟ୍ରା ମନି ଆସେନି। ରିଫାଇନାନ୍ସରେ ସେଇ ଜିନିଷଟା ତାକୁ ମ୍ୟାନେଜ କରାଯାଏ, ମ୍ୟାନେଜ କରି କନଭର୍ଟ କରିକି ଏକ୍ସଟ୍ରା ପଇସା କଢାଯାଏ। ମୁଁ ଯେମିତି କହିଲି ଏକ୍ସାମ୍ପଲ, ଏ ଲୋନ୍ ଥିଲା, ସେଇ ସବୁ ଜିନିଷ ଥିଲା, ଏକ୍ସଟ୍ରା କଲେ କିଛି କଲନି, ତାରି ଭିତରେ ମ୍ୟାନେଜ କରାହେଲା। ଦ୍ୟାଟ୍ ଇଜ ଦ କନସେପ୍ଟ ଅଫ ଦ ରିଫାଇନାନ୍ସ। स्पेशल लिक्विडिटी फैसिलिटी कथा कुहाଉଛି, 50,000 कोटी अनाउंस फॉर द म्यूचुअल फंड टू एलिवेट द इंटेंसिफाइड लिक्विडिटी प्रेशर कथा। ତା ପାଇଁ ମଧ୍ୟ ସ୍ପେଶିଆଲ ଲିକ୍ୱିଡିଟି ଫେସିଲିଟି, ତାମାନେ ବ୍ୟାଙ୍କ ମାନଙ୍କୁ ଏକ୍ସଟ୍ରା ବୋନସ୍ ଟାଇପ୍ ରେ କିମ୍ବା ତାଙ୍କ ପାଖକୁ କ୍ୟାସ୍ ମିଳିଯାଉ। ଲିକ୍ୱିଡିଟି ମାନେ ଲିକ୍ୱିଡିଟି ମାନେ ତମର ହାର୍ଡକୁ କ୍ୟାସ୍ ରେ କନଭର୍ଟ ହେଇଯିବ, ଜଲ୍ଦି କୌଣସି ଜିନିଷକୁ କ୍ୟାସ୍ ରେ କନଭର୍ଟ କରିବାକୁ, ଇନ୍ ଦ ସେନ୍ସ ଲାଷ୍ଟ ପୋଜିସନ ଯୋଉଟା ଦରକାର ସେଇଟା କନଭର୍ଟ ହବ। ସେନ୍ସ ଏଠି କ'ଣ ଦରକାର? ବ୍ୟାଙ୍କିଂ ସେକ୍ଟର ପଇସା ତ ଦରକାର, ପଇସା କନଭର୍ଟ ହବ ଲିକ୍ୱିଡିଟି ପାଇଁ। ଲିକ୍ୱିଡିଟି ମାନେ କେବଳ ପଇସା ଭାବିବେନି, ଯେକୌଣସି ଜିନିଷ ତମେ ଚାହୁଁଛ ସେଇଟାକୁ କନଭର୍ଟ ହବାକୁ ଆକ୍ଚୁଆଲି ଲିକ୍ୱିଡିଟି ପାଇଁ। ଲିକ୍ୱିଡିଟି ମାନେ ତରଳ, एकदम पूरा लास्ट पे जोटा चाहूँ ସେଇଟା ମିଳିଯିବ। ତମେ ବର୍ତ୍ତମାନ ୟୁପିଏସସି ଚାହୁଁଛ, ବାସ୍ ତମକୁ ୟୁଏସ୍ ଅଫିସରେ ମିଳିଗଲେ ସେଇଟା ତମର ହେଇଗଲା ଲିକ୍ୱିଡିଟି, ଏକଦମ ଆରାମସେ 100% ଲିକ୍ୱିଡିଟି କରିଦେଲା। Or at about the 3 months announced the payment of the investment EMI in the interest rate working capital। ସେତେବେଳେ ଆକ୍ଚୁଆଲି ବହୁତ ସାରା ଲୋକ EMI ଦେଇପାରିଲେନି। କିଏ କହିଲା ସାର୍ ମୁଁ ଆକ୍ଚୁଆଲି ମୋର ତ ଏଠି ଲକଡାଉନ ସଟଡାଉନ ମୋ ଘର ଆଗରେ ପୋଲିସ ବାଲା ଜଗିଛନ୍ତି, ଘରୁ ବାହାରି ମୋତେ ବାଡେଇ ସାଇଡ୍ କରିଦେବେ, ମୁଁ EMI ଦେଇତେ ଯିବି କେତେବେଳେ? ବାକି ପେଟିଏମ୍ ଫେଟିଏମ୍ କିମ୍ବା ଆମର ଯେଉଁ ଏଇ ଜିନିଷ କାମ କରୁନି ମୋର ଠିକ୍ ଠାକ୍, ମୋର ଏଠି ଘରେ ରହିଛି, ଗାଁରୁ ଆସି ମାନେ କ'ଣ ସହରରୁ ଆସି ଗାଁରେ ରହିଛି, ମୋର ଏଠି ମଧ୍ୟ ନେଟୱାର୍କ ନାହିଁ। ବାକି କଥା ପଇସା ପତ୍ର ମଧ୍ୟ 2 ମାସ ହେଲାଣି ମିଳିନି, ଆଉ ଦେଇପାରିବି। ସରକାର କହିଲା ଠିକ୍ ଅଛି, 2-3 ମାସ ପର୍ଯ୍ୟନ୍ତ ଛାଡ଼ ଦିଆହେଲା, ପେମେଣ୍ଟ ଫେମେଣ୍ଟ ଯଦି କିଏ EMI ନଦେବ, ଗାଡ଼ି ଚାବି ଆଣିବନି, କିମ୍ବା ତା ମାରପିଟ କରିବନି, ଆରାମସେ 2-3 ମାସ ତ ରିଲାକ୍ସ ଦିଅ। ହେଲା କଥା। ଜି ହଁ, କ'ଣ ପାଇଁ? କରୋନା ପାଇଁ ସିଗ୍ନାଲ ଦିଆହଉଛି, ମାର୍କେଟକୁ ସିଗ୍ନାଲ ଦିଆହଉଛି। କିଏ ସିଗ୍ନାଲ ଦେଲା? ଆରବିଆଇ ଦେଲା କି ଭାଇ ସେ ଏଇ କଥା ସୁବିଧା ହଉଛି ମାର୍କେଟକୁ ସିଗ୍ନାଲ। ଲୋକ ଝଗଡ଼ା ହେବେ, ମାରପିଟ ମରାମରି ହେବେ, ଏଇସବୁ ଜିନିଷ ହଉଥିଲା କରୋନା ଟାଇମରେ, ତମେ ମନେ ଥିବ। ମାର୍ଜିନ ରିଡ୍ୟୁସ୍ ଫ୍ରମ୍ ଦ ୱାର୍କିଂ କ୍ୟାପିଟାଲ ଫାଇନାନ୍ସ। ୱାର୍କିଂ କ୍ୟାପିଟାଲ ଫାଇନାନ୍ସରେ ମାର୍ଜିନ ରିଡ୍ୟୁସ୍ କଲା, ଇନ୍ ଦ ସେନ୍ସ ତମେ କେତେ ପଇସା ରଖୁଥିଲ ଯୋଉ ଆରବିଆଇ ପାଖରେ କିମ୍ବା ଅଲଗା ଅଲଗା କଥା, ସେ ଜିନିଷ ରିଡ୍ୟୁସ୍ କଲେ ତମେ କୋଉଟା ଗୋଟେ ସେଟା ଦେଇପାରିବ। ଦେଇପାରିବ କାହାକୁ? ଇଣ୍ଡଷ୍ଟ୍ରି ମାନଙ୍କୁ। ମନେକର ଆରବିଆଇରେ ରୁଲ୍ ରେଗୁଲେସନ୍ ଥିଲା, ତମେ ଭାଇ ସାହେବ ଏତିକି ପରସେଣ୍ଟ ପର୍ଯ୍ୟନ୍ତ ୱାର୍କିଂ କ୍ୟାପିଟାଲ ରଖିବାକୁ ପଡ଼ିବ, ନହେଲେ କାମ କେମିତି କରିବ? ସେତେବେଳେ ଆରବିଆଇ କହିଲା ନା ଟିକେ କମ୍ ରଖ, ବରଂ ବର୍ତ୍ତମାନ ମାର୍କେଟରେ ପଇସା ବହୁତ ଦରକାର, ତାକୁ ଦେଇ ଚାଲ, ଦେଖିବା ନହେଲେ ମୁଁ ଅଛି। Additional 1 year time given to the NBFC non-banking financial companies for the loan to the commercial real estate sector to existing in the DDCU date for the commencement। ମାନେ NBFC କୁ ବହୁତ ସାରା ରେଷ୍ଟ୍ରିକ୍ସନ, ସମସ୍ତ ରେଷ୍ଟ୍ରିକ୍ସନ ରୁଲ୍ ରେଗୁଲେସନ କରାଯାଇଥିଲା, ତାକୁ ମଧ୍ୟ ଗୋଟେ ବର୍ଷ ପର୍ଯ୍ୟନ୍ତ କୁହାହେଲା କି ଭାଇ ସାହେବ ରିଏଲ ଇଷ୍ଟେଟ୍ କଥା ହେଇଗଲା, ବାକି କଥା ହେଇଗଲା, ଲୋନ୍ ଫୋନ୍ ଏକ୍ସଟେଣ୍ଡ କର, କାରଣ ସବୁ ଠପ ପଡ଼ିଛି, କୁଆଡ଼େ କିଛି କାମ କଲେ ଲେବର ମାନେ ଘରକୁ ପଳେଇଛନ୍ତି, ତେଣୁ ତମ ରିଏଲ ଇଷ୍ଟେଟ୍ ବିଲ୍ଡିଂ ଫିଲ୍ଡିଂ ବନା ହଉଛି କିମ୍ବା ବାକି ସବୁ କନଷ୍ଟ୍ରକ୍ସନ କାମ ଚାଲିଛି, ଏଗୁଡ଼ା ସବୁ ହଉନି ନା, ହଉନି। ଲେବର କ୍ଲାସ ଲୋକ ବହୁତ ହଇରାଣ ହଉଛନ୍ତି, ସେଟା ସବୁ ଚାଲୁ ଚାଲୁ ମାନେ ବ୍ୟାଙ୍କ ପାଖରେ କାପାବିଲିଟି ଲିମିଟେଡ୍ ଅଛି, ବ୍ୟାଙ୍କ ସମସ୍ତେ ପଇସା ଦେଇପାରିବ ନାହିଁ। ଏନବିଏଫସି ବଞ୍ଚିଲା, ଏନବିଏଫସି କହିଲା କି ଭାଇ ତୁମକୁ କିଛି ରିଲାକ୍ସ କରାହେଲା, ଆରାମସେ ବିନ୍ଦାସରେ ହାତ ଖୋଲିକି ପଇସା ନେଇଗଲ।
ଆଉ ମାନେ ସାର୍ ମାନେ ମ୍ୟାଡାମ ମାନେ ଯାଉଛି ନା ବାଉଁଶି ଯାଉଛି? ଆଜ୍ଞା ସାର୍। ବାଉଁଶି ହେଲେ କହିବ ଭଲ। ବାଉଁଶି ମନୀଷା ମ୍ୟାଡାମ ଯାଉଛି ତ? ଆଜ୍ଞା ସାର୍। ମାଇକି ମାନେ ଖୋଲା କରିକି ମାନେ ମାନେ ବନ୍ଦ କରିଦो ତାପରେ ହଁ ପର୍ସନ ଓକେ ଚଲ ये रेट କଥା କହୁଛି ये रेट ଇମ୍ପୋର୍ଟାଣ୍ଟ ନୁହଁ କାରଣ ମାନେ ଯୋଉ ଜିନିଷ ଚେଞ୍ଜ ହବ ମୁଁ ଅଲରେଡି କହିଥିଲି ପୂର୍ବରୁ ପରୀକ୍ଷା ପୂର୍ବ ଦିନ ଇକୋନୋମିକ୍ସ ଆଟଲିଷ୍ଟ ଯୋଉ ଦିନ ଥିବ ସେଟା ତ ନା ଆମର କଣ ଏଥିରେ ପ୍ରିଲିମ୍ସରେ ତ ସବୁ ଗୋଟେ ଦିନ ଯେତେବେଳେ ମେନ୍ସ କଥା କହୁଛି ହେଲା ଯେତେବେଳେ ପ୍ରିଲିମ୍ସରେ ତା ପୂର୍ବ ଦିନ ପଢିଦବ ସିଏଲଆର ଏସଏଲଆର ରେପୋ ରିଭର୍ସ ରେପୋ ଏବେସି ବେସ୍ ରେଟ୍ ପଢା ସରିଯାଇଛି ହେଲା ପଢିଦବ ରେଟ୍ କେତେ ଅଛି କାରଣ ଏଗୁଡ଼ା ଠିକ ନୁହଁ ଚେଞ୍ଜ ହଉଛି ତାକୁ ପଢିଦବ ପରୀକ୍ଷା ଦେଇ ଖାତା ଲେଖିଦବ ଖାତା ଲେଖି ସାରିଲା ପରେ ପୁଣି କେମିତି ଚେଞ୍ଜ କରିବ ମାଷ୍ଟର ଦେଖିଲା ବେଳକୁ ଚେଞ୍ଜ ହେଇଥିବ କିଛି ଅସୁବିଧା ନାହିଁ। ଖାତା ଖୋଲିକି ଲେଖିବ ନା monetary transmission କଥା monetary transmission monetary policy play the important role in the allocation of the fund from the financial system କଥା ମାନେ କେମିତି ଫଣ୍ଡ allocation ହବ ଫାଇନାନ୍ସିଆଲ ସିଷ୍ଟମରେ ହେଲା for this lending rate decided by the bank must be sensitive for the policy rate repo reverse repo MSF base rate announced by the central bank RBI କଥା ନୁହେଁ ତ monetary transmission ସିଧା କଥା କହୁଛି ଏଠି ଶୁଣିଥିବ ଏକ୍ସାମ୍ପଲ ପୂର୍ବରୁ କହୁଛି ଯେତେବେଳେ ରଘୁରାମ ରାଜନ ଥିଲେ କିମ୍ବା ସବୁ ସମୟରେ କହୁଛି ଆର୍ବିଆଇ ଗଭର୍ଣ୍ଣର କଥା କୁହାଯାଏ ଶକ୍ତିକାନ୍ତ ଦାସଙ୍କ ସମୟରେ କଥା କହୁଛି ବର୍ତ୍ତମାନ ଯିଏ ଅଛି ତାଙ୍କ କଥା ବି ବର୍ତ୍ତମାନ ଆର୍ବିଆଇ ଗଭର୍ଣ୍ଣର କିଏ ଅଛି ବାବୁ କହିଲେ ଦେଖିଆ ମନେ ନାହିଁ with the current RBI governor କରିଦବ କିଏ थोड़ा संजय मालत। ହଁ ଗୁଗୁଲ ମ୍ୟାନ ତ ना ना सर ना। ଚାଲ ଠିକ ଅଛି ଭେରି ଗୁଡ୍ ମୁଁ ଏମିତି କହିଦେଲି ଓକେ କଥା ଉଠୁଛି ହେଲା ବାବୁ ଗୁଗୁଲ କରିକି ବି କଲେ ବି ମନେ ରହିବ କଥା ହେଲା କିଛି ଅସୁବିଧା ନାହିଁ ପାଠ ଯେମିତି ପ୍ରାକ୍ଟିସ କରାଯାଏ ନା ଦେଖିକି ହଉ ଯାହା ହଉ ମନେ ରହିଲେ କଥା ରେପୋ ରିଭର୍ସ ରେପୋ ଏମାସେ ବି ଯେଉଁ ସବୁ ଜିନିଷ ଆରବିଆଇ କଣ୍ଟ୍ରୋଲ କରୁଛି ମାନେ କଣ ଏଟା ସିଗ୍ନାଲ ଦିଆହଉଛି ବେଳେ ବେଳେ କଣ ସେ ଯୋଉ ମୁଁ କହିଲି ତାଙ୍କ ନାଁ ସବୁ ଆରବିଆଇ ଗଭର୍ଣ୍ଣର ସେମାନେ ରେପୋ ରେଟ୍ ମାନଙ୍କରେ କମେଇ ଦେବେ ବ୍ୟାଙ୍କ ବାଲା ମଜବୁରି ନୁହଁ ମଜବୁରି ମାନେ ବାଧ୍ୟ ନୁହଁ ମଜବୁରି ତ ଅଲଗା ୱାର୍ଡ ହେଇଯାଉଛି ବାଧ୍ୟ ନୁହଁ ବାଉଣ୍ଡ ନୁହଁ କମେଇବା ପାଇଁ ତାମାନେ ତାଙ୍କ ଇଚ୍ଛା ପୁଣି ଡିସାଇଡ୍ କରି ତାଙ୍କ ବ୍ୟାଙ୍କର ମନେକର ଲସ୍ ଚାଲିଛି ସେ କହିବେ ନାହିଁ ଭାଇ ଆମର ଲସ୍ ଚାଲିଛି ଆମେ କଣ ଆଉ ଅଧିକା ଫ୍ୟାସିଲିଟି ଦେବୁ ଲୋକଙ୍କୁ ସେ ଫ୍ୟାସିଲିଟି ଆପଣ ଦେଲେ ତ ଦୟା ଆମେ ଜିନିଷ ମାନିଲୁ ଭଲ ଆମେ ସେଟାକୁ ରଖିଦେଲୁ ଆଉ ଲୋକଙ୍କୁ ଦେବୁ ହିସାବ ଏଟା କୋଉ ଭଳିଆ କଥା ଉପରୁ ତମକୁ ଦାନ କରାହେଲା ତମେ ତ ତଳୁ ଦାନ କରିବା ପାଇଁ ନା ଭଗବାନ ମଣିଷକୁ ଜନ୍ମ କରିଛନ୍ତି କଣ ପାଇଁ ନା ସମାଜ ରକ୍ଷା କରେ ତାପରେ ପୁଣି ତ ମରିବାକୁ ପଡିବ ତମେ କହ ନା ଭାଇ ସାହେବ ସମାଜକୁ ଆସିଲି ମାନେ ମୁଁ ଛିନଛତ୍ର କରି ମାରି ପିଟି ଯାହା ହଉ ସବୁ ଖାଇକି ମୋ ପେଟ ଭରିଦେବି ତାପରେ ଦେଖିବା ଯାହା ସମାଜରେ ସମସ୍ତେ ବଞ୍ଚିବାକୁ ପଡିବ ହେଲେ ନିଅ ସେଟା କହିଲା ବ୍ୟାଙ୍କ କହିଲା ମୋ ପାଖରେ ଭାଇ ସାହେବ ନାହିଁ ମୁଁ ସେଗୁଡା ଦେଇପାରିବିନି ତଳପଣ ଆରେ ଭାଇ ପୁଣି ମିଟିଂ ଡାକିବ କି ଭାଇ ସାହେବ ଆସ ବସ ଚା ସମୋସା ଖାଅ କଣ ହେଇଛି କଥା ମତେ କୁହ ବଟ୍ ଟ୍ରାନ୍ସଫର କର କାରଣ ଯଦି ତମେ ଏସବୁ ଜିନିଷକୁ ତଳକୁ ଟ୍ରାନ୍ସଫର କରିବ ନାହିଁ ମୁଁ ଯୋଉ ପ୍ରକାର ଫର୍ମୁଲା କରୁଛି ଯୋଉ ପ୍ରକାର ଗେମ୍ କରୁଛି ସେ ଗେମ୍ କାମ ଦବନି ମୁଁ ତ ଏସବୁ ଜିନିଷ ରେପୁ କମଉଛି କିଛି ତ କାରଣ ପାଇଁ ଆଉ ତମେ କମେଇବନି ମୁଁ କମେଇଦେଲେ କଣ ଫାଇଦା ତମକୁ ଲାଭ ହବ ଏଇଟା କଣ ବ୍ୟାଙ୍କ ଲାଭ ପାଇଁ ମୁଁ ବସିଛି ମୁଁ ଆକ୍ଚୁଆଲି ଇକୋନୋମିକୁ ଷ୍ଟାବିଲିଟି କରିବା ପାଇଁ ବସିଛି ଜାଣିତ କନସେପ୍ଟ ସେ କଥା କୁହାଯାଉଛି କି ଟ୍ରାନ୍ସମିଶନ ମନିଟରୀ ଟ୍ରାନ୍ସମିଶନ ମାନେ ଯୋଉ ସିଗ୍ନାଲ ଆରବିଆଇ ପଠଉଛି ଆରବିଆଇ ତ କାମ କରୁନି ତମେ ଆରବିଆଇ ନେଇକି ପଇସା ରଖୁଛ ଡିପୋଜିଟ କରୁଛ କରୁନ ତମର କୋଉ ବ୍ୟାଙ୍କରେ ରଖୁଛ ଏଚଡିଏଫସି ରଖ ଆଇସିଆଇସିଆଇ ରଖ କିମ୍ବା ତମର ଏସବିଆଇ ରେ ରଖ ବ୍ୟାଙ୍କ ସହିତ ତମର ରିଲେସନ ଅଛି ଆରବିଆଇ ଉପରେ ବହି ସମସ୍ତଙ୍କୁ କଣ୍ଟ୍ରୋଲ କରୁଛି ଆରବିଆଇ ସେ କଥାଟା ଯଦି କରୁଛି ସେଟା ତମେ ଯଦି ଫାଇଦା ନ ପାଇଲ କଷ୍ଟମର ହିସାବରେ ତେଣୁ ସେଟା ଫାଇଦା କଣ ଆରବିଆଇ ର ସେ ସିଗ୍ନାଲ କାମ କରିବନି ମନିଟାରୀ ପଲିସିରେ ଗୁଡ଼ାଏ ପ୍ରକାର ସିଗ୍ନାଲ କାମ କରେ ଯୋଉଟା କି ମାଇକ୍ରୋ ଇକୋନୋମିକ୍ସ ତମକୁ ଡିଟେଲ୍ସ ପଢା ହବ ବଟ୍ ଆମର ୟୁପିଏସସି ପାଇଁ ସେଥିରେ ଡିଟେଲ୍ସ ନାହିଁ ଇକୋନୋମିକ୍ସରେ ଆକ୍ଚୁଆଲି ତମର ଅପସନାଲ ନବ ୟା ଫିର ପିଏଚଡି ଫିଏଚଡି କରି ରିସର୍ଚ୍ଚ ପେପର କରେ ସେଟା ଆକ୍ଚୁଆଲି ପଢା ମାଇକ୍ରୋ ଇକୋନୋମିକ୍ସରେ କେମିତି ଭାବରେ ସିଗ୍ନାଲ ଯାଏ ଠିକ ଅଛି ଚଲ So the recent years the healthy monetary transmission has been lacking the system lacking ମାନେ କମି ବ୍ୟାକୁନା କୋଉଠି ନା କୋଉଠି ହେଲ୍ଦି ମନିଟାରୀ ଟ୍ରାନ୍ସମିଶନ ହେଇପାରୁନାହିଁ ବହୁତ ସାରା ଜିନିଷ ରହୁଛି ଯୋଉଟା ମୁଁ କହିଲି ବ୍ୟାଙ୍କରେ ଆକ୍ଚୁଆଲି ଲସ୍ ଚାଲୁଛି ଏନପିଏ ଇସ୍ୟୁ ଅଛି ଇସ୍ୟୁ ପରେ ତମର ବୋର୍ଡ ଅଫ୍ ଡାଇରେକ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ସିଇଓ ବୋର୍ଡ ଅଫ୍ ଡାଇରେକ୍ଟର ଏମାନଙ୍କର ମଧ୍ୟ ବହୁତ ସାରା କଥା ରହିଛି ଦ୍ୟାଟ ଇଜ ଦ ରିଜନ ଯୋଉ ଜିନିଷ ଉପରୁ ଆସୁଛି ତଳକୁ ପହଞ୍ଚି ପାରୁନାହିଁ ସିନ୍ସ ତମେ କହିଲ ନା ସାର୍ ଆରବିଆଇ ମଜବୁରି ଆମର ବାଉଣ୍ଡ କରିଦଉନି କହିପାରେ କି ଆରବିଆଇ ବାଉଣ୍ଡ କରିଦଉନି ବ୍ୟାଙ୍କ ମାନଙ୍କୁ ଦେଖ
କହିଥିଲି ଅଲରେଡି ନା, ସମସ୍ତଙ୍କ ସ୍ପିୟରରେ ସମସ୍ତଙ୍କୁ ନିଶ୍ୱାସ ମାରିବା ପାଇଁ ଜାଗା ଦରକାର। ବାଉଣ୍ଡ କରିଦେଲେ ଦି ପ୍ରକାର କଥା, ଆଇଦର ତ ପୁରା ବଢିଆ ସେ ଚାଲିବ, ୟା ଫିର ସଂସ୍ଥା ବନ୍ଦ ହେଇଯିବ। ମୁଁ ଅଲରେଡି ଷ୍ଟାର୍ଟିଂରୁ କହିଲି, ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ସଂସ୍ଥା ବନ୍ଦ କରିଦେଲେ କୋଉଠି ନା କୋଉଠି କୌଣସି ଦେଶର ଇକୋନୋମି ଆଗକୁ ଯାଇପାରିବନି। ବୁଝୁଛି, ବେଳେବେଳେ ତମେ କଥା ଶୁଣିବେ କି ଜଣେ ଆଇଏଏସ୍ ଅଫିସର ଦେଶକୁ କଣ୍ଟ୍ରୋଲ କଲେ କଣ ହେଲା, ମୋଦି କାହିଁ କରିବେ କିମ୍ବା ମାଝି ବାବୁ କାହିଁ କରିବେ, ମ୍ୟାଟର ସେଇଆ ନୁହଁ। ଦେଖା ହେଇଛି ସବୁ ଜିନିଷ ପାଉ, ତମେ ଯୋଉ କଥା ଭାବୁଛ ତା ମାନେ ନୁହେଁ ଭାବି ନାହାନ୍ତି ରିସର୍ଚ୍ଚର, ଭାବି ମାନେ ଭାବି ତ ପିଏଚଡି କରିଦେଇଛନ୍ତି ସେଥିରେ। ତାଠାରୁ ସବୁଠାରୁ କୋଉଟା ବେଷ୍ଟ ଆଇଡିଆ, ହଁ ତମେ କହିପାରେ କରପସନ, ତା ପାଇଁ ଅଲଗା କଥା। ସଲ୍ୟୁସନ ବ୍ଲାକ୍ ଆଣ୍ଡ ହ୍ୱାଇଟ ରେ କିଛି ନାହିଁ, ଆଗକୁ ରିସର୍ଚ୍ଚ କରିବାକୁ ପଡିବ। ସେଥିପାଇଁ ଆକ୍ଚୁଆଲି ଆର୍ବିଆଇ ବାଉଣ୍ଡ କରିପାରିବନି ସେ। In 2015-16 itself, the RBI has been concerned about the general lack of monetary transmission in the financial. ସେଇ ରଘୁରାମ ରାଜନ କଥା କହୁଛୁ, ଅଧିକା ଟିକେ ଟସଲ ଥିଲା ସେଇ ସମୟରେ। ତ ଆକ୍ଚୁଆଲି ସେ ଜିନିଷ କହିଲେ କି ଭାଇ ସାହେବ ମୁଁ ଦଉଛି ପଇସା, ପଲିସି ରେଟ୍ ବଦଳୁଛି, ତମମାନେ କାହିଁକି ବଦଳୁ ନାହଁ। Till the April 2020 steps like the MCLR and external benchmark on the banks, banks after deciding the lending rate have been taken by the RBI. RBI କହିଲା କି ଭାଇ ସାହେବ ଯଦି ମୋ କଥା ତମେ ମାନିଲ ନାହିଁ, ମୁଁ ରେପୋ ରେଟ୍ କଥା କହିଲି ବା ବାକି କଥା କହିଲି, ସେଥିରେ ଯଦି ତମକୁ ଟିକେ ପସନ୍ଦ ହଉନି, MCLR କୁ ବେଞ୍ଚମାର୍କ ନବ। MCLR ଅଲରେଡି କହିଥିଲି, ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସ୍ଡ ଲେଣ୍ଡିଂ ରେଟ୍। ମାନେ ଏବେ ଯୋଉ ଏକ୍ସାମ୍ପଲ ପୂର୍ବରୁ ଦଉଥିଲି, ତମେ ପଇସା ଯୋଉଠୁ ଆଣିଛ ବ୍ୟାଙ୍କ ବାଲା, ତମେ ପଇସା ଯୋଉଠୁ ଆଣିଛ କେତେ ଟଙ୍କା ସୁଧ ଦେଇକି ଆଣିଛ, ତମେ ଯେତେ ଟଙ୍କା ସୁଧ ଆଣିଛ କିଛି ତମର ପ୍ରଫିଟ ରଖିବ, ତାପରେ ମନେକର 5% ତମେ ଆଣିଛ, ମନେକର ଆଉ 5% ରଖ, ତମେ 10% ଦବ, ମନେକର 2% କୋଉଠି ତମକୁ ଭଲ ଟଙ୍କା ମିଳିଗଲା କମ ସୁଧରେ, ତମେ 5% ଏଇଠି 7% ସୁଧ ଦେବେ ଲୋକଙ୍କୁ ଦେଇପାରିବ। ତେଣୁ ସେଇଟା ବେଞ୍ଚମାର୍କ, ଇଣ୍ଟରନାଲ ବେଞ୍ଚମାର୍କ, ଗୋଟେ ଅଡିଟ ନୁହଁ, ତା ମାନେ ତମେ ମିଛ କଥା କହିପାରିବନି, ସେସବୁ ନୁହଁ। ଯୋଉଠି ପଇସା ଆଣିଛ ଯେତିକି ରେଟରେ ତମର ମାର୍ଜିନ ପ୍ରଫିଟ ହେଲା ରଖିକି, ବାକି ତାପରେ ତମେ ସେଣ୍ଡ କରିବାକୁ ପଡିବ ପଇସା କାହାକୁ, କଷ୍ଟମର। ये ଫର୍ମୁଲା ମଧ୍ୟ 100% କାମ କରିପାରୁନାହିଁ କିମ୍ବା ଠିକଠାକ ହେଇପାରୁ। Lending rate have been taken by the RBI. But monetary transmission has been weak in the 2019 also in the all three accounts, namely rate structure, quality of the credit and term structure. देखिए एटा परवर्ती स्लाइड रे अछि कोन आर मीनिंग केमति भाबरे जो आरबीआई सिग्नल दउची से सिग्नल तळ मार्केट रे काम करि पारु नाही, तार किछि चलंता पिक्चर ना एग्जांपल में छवि हम देखिया पे चेष्टा। ସବୁବେଳେ କରେଣ୍ଟ ଜିନିଷ ପକାଏ, କନସେପ୍ଚୁଆଲ ଜିନିଷ, କନସେପ୍ଟ ଜାଣିଦବ, ଫିଗର ମନେ ରଖିବା ଇନ ଦ ସେନ୍ସ ଯୋଉ ଏକ୍ଜାକ୍ଟଲି ଫିଗର ମନେ ରଖିବା ଆବଶ୍ୟକ। ଯଦି ଫିଗର ମନେ ରଖିବ, ରିସେଣ୍ଟ ବର୍ଷ କଣ ହେଇଛି ସେଭଳିଆ ରିଲେଟେଡ ଯଦି ଫିଗର ମନେ ରଖିବ, ତାହେଲେ ଇଟ୍ସ ହଉ। ଅଦରୱାଇଜ ଇକୋନୋମିକ୍ସ କରେଣ୍ଟ ଆଫେୟାର ଭଳିଆ ଏଠି ଆକ୍ଚୁଆଲି ମୋର ପ୍ରିଭିୟସ ଡାଟା କାମ ହବ, କନସେପ୍ଟ ସବୁବେଳେ କାମ। କଥା କଣ ରହିଲା ନା, ରେଟ୍ ଷ୍ଟ୍ରକ୍ଚର, କ୍ୱାଣ୍ଟିଟି ଅଫ ଦ କ୍ରେଡିଟ ଏଣ୍ଡ ଟର୍ମ ଷ୍ଟ୍ରକ୍ଚର। କଣ କଥା ଏଠି ରହିଛି, ଫିଗର ଅଛି, ଯାହାଦ୍ୱାରା ଫିଗର କେତେ ଧ୍ୟାନ ଦେବାର ନାହିଁ, ବଟ୍ କନସେପ୍ଟ ବୁଝିଦିଅ, ବାକି ବନିଯିବ। କନସେପ୍ଟ ଉପରେ କ୍ୱେଶ୍ଚନ ଆସିବ, ବାକି ଫିଗର ହେଲେ ତମକୁ କରେଣ୍ଟ ଅଫେୟାର ସହିତ ଅପଡେଟ୍ କରି, ଯେତେବେଳେ ଆମେ ବଜେଟକୁ ଆନାଲିସିସ୍ କରିବା, ବର୍ଷ ହେଇଗଲାଣି ବଜେଟକୁ ଆନାଲିସିସ୍ କଲେ ଏସବୁ ଜିନିଷକୁ ସେଇଠି ତମେ ମଧ୍ୟ କନେକ୍ସନ କରିପାରେ, କିମ୍ବା ଆରବିଆଇ ରିପୋର୍ଟକୁ ଯେତେବେଳେ ଆମେ ଲାଟେଷ୍ଟ ରିପୋର୍ଟକୁ ଆମେ ଆନାଲିସିସ୍ କରିବା କରେଣ୍ଟ ଅଫେୟାରରେ, at the time you can also update these things. କନସେପ୍ଟ ବୁଝିଦିଅ କଣ ରେଟ୍ ଷ୍ଟ୍ରକ୍ଚର। ୱେଟେଡ୍ ଆଭରେଜ ଲେଣ୍ଡିଂ ରେଟ୍ କଥା କହୁଛି, WLR, ୱେଟେଡ୍ ଆଭରେଜ ଲେଣ୍ଡିଂ ରେଟ୍। ଏସବୁ ୱାର୍ଡ ଯେତେବେଳେ ପରୀକ୍ଷାରେ ପଡେ ନା, ତମ ମୁଣ୍ଡ ଗରମ ହେଇଯାଏ, କଣ କଥା କଣ ଜିନିଷ ହେଲା, କିମ୍ବା CRR, SLR କିମ୍ବା MCLR ଏସବୁ ଜିନିଷ ହେଲା। ୱେଟେଡ୍ ଆଭରେଜ ଲେଣ୍ଡିଂ ରେଟ୍ ମାନେ ସେ MCLR ଭଳିଆ କନସେପ୍ଟ କଥା। ୱେଟେଡ୍ ଆଭରେଜ ଲେଣ୍ଡିଂ ରେଟ୍ ତା ମାନେ କଣ, ସିମ୍ପଲ କଥା, ଡରିବାର ଚାନ୍ସ ନାହିଁ। ମାନେ ତମେ ଯୋଉଠି ତମେ ମାନେ ବ୍ୟାଙ୍କ ଯୋଉଠି ପଇସା ଆଣୁଛି ତାର ଆଭରେଜ ଲେଣ୍ଡିଂ ରେଟ୍ କେତେ, ମନେକର 5ଟା ଜାଗାରୁ ପଇସା ପାଖରୁ 2% ଆଣିଛି, ଜଣଙ୍କ 3% ଆଣିଛି, ଜଣଙ୍କ 4%, ଗୋଟେ 5%, ଚାରିଟା ମିଶେଇ ଦେବେ କେତେ, 3 2 5 4 9 5 କେତେ 14, 14 ଡିଭାଇଡେଡ୍ ବାଇ 4, ତାମାନେ 3 ପଏଣ୍ଟ ସମଥିଙ୍ଗ, ମାନେ ତାର ଆଭରେଜ ଯୋଉ ହେଲା 3 ପଏଣ୍ଟ ସମଥିଙ୍ଗ ରେ ତମର ଲୋନ୍ ଆଣିଲେ, ମନେକର ମାର୍ଜିନ ରଖିବ 5%,
ତାର ରଖିବ ଲାଭ ପାଇଁ, ବାକି କେତେ ପରସେଣ୍ଟ 8 ପଏଣ୍ଟ ସମଥିଙ୍ଗ ରେ ପଇସା ଦେବ। ତମେ କେତେ ପଇସା ଆଣିଛ ସେ ଅନୁସାରେ ତମର ପଇସା ଆଗକୁ ବଢାଅ, କାରଣ ସେଇଟା ହେଲେ ନା ତା ମାନେ ଯଦି ତମେ ପ୍ରଫିଟ କମ ରଖ ସେଟା ମଧ୍ୟ କୁହାହଉନି ଏଠି, ମାନେ ସେଇଟା ହେଲେ ମାର୍କେଟରେ ସିଗ୍ନାଲ ଠିକ ହବ, ମାର୍କେଟରେ ସିଗ୍ନାଲ ଠିକ ହବ। ନହେଲେ ତମେ ମନିଟାରୀ ପଲିସି ସିନା କରିବ, ସିଗ୍ନାଲ ଆସିବନି ଯଦି ସମସ୍ତେ ଫଲୋ ନ କରିବେ ମାର୍କେଟ, ଇନଫ୍ଲେସନ ବଢିବ କିମ୍ବା ବାକି ଜିନିଷ ବଢିବ, କରପ୍ସନ ବଢିବ। ଓକେ, ଅଫ ଦ ଏସିବି, ଏସିବି କଣ? ଶ୍ରୀରାମଚନ୍ଦ୍ର ମେଡିକାଲ ଭଞ୍ଜ କଲେଜ ନା ଶିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ, ଶିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ, ଶିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ ତମ ଆଖି ଆଗରେ ଯୋଉଗୁଡ଼ା ଦେଖ ସେଗୁଡ଼ା ସବୁ ଶିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ, ଆରବିଆଇ ରୁଲ ରେଗୁଲେସନ ତାରି ଶିଡ୍ୟୁଲ ଯିଏ ଆସୁଛି ତାକୁ ଶିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ ରହିବ। କିଛି ଦି ତିନିଟା ବ୍ୟାଙ୍କ ଅଛି ସେଟା ନନ୍ ଶିଡ୍ୟୁଲ ହେଲା, ଯୋଉମାନେ କି ଟିକେ ଢିଲା ନିୟମ ମାନିବେ ନ ମାନିଲେ ଚଳିବ। That has linked the decline the in all 2019 despite the reduction of repo rate by 1.3 but outstanding loan in the 10%. सामान्य କଥା ଏଠି ଯୋଉ ଆରବିଆଇ ରେପୋ ରେଟ୍ ଏତିକି କମେଇଲା, କଣ ପାଇଁ କମେଇଲା ନା ସେ ଭାବିଲା କି ଭାଇ ସାହେବ ବ୍ୟାଙ୍କ ମାନେ ତାଙ୍କର ରେଟ୍ କମାନ୍ତୁ କଷ୍ଟମରକୁ ଅଧିକା ସୁଧରେ ମିଳୁ ବାକି ସବୁ କଥା ମିଳୁ, ବଟ ସେଇ ଅନୁସାରେ ଦେଖା ହେଲା କି ଭାଇ ସାହେବ ଆରବି ଇନ୍ ଦ ସେନ୍ସ ବ୍ୟାଙ୍କ ବାଲା ତଳକୁ କମେଇଲେ ନାହିଁ, ଠିକ କରିଦିଆ ହେଇଛି ଏଟା ଅଲଗା କଥା, ସେତେବେଳେ ସମୟରେ ଯେତେ ଥିଲା ତାକୁ କମେଇକି ଏତିକି କଲେ, ସେଇ ଅନୁସାରେ ସେମାନେ ବ୍ୟାଙ୍କ ବାଲା ଛାଡ଼ିଲେ ନାହିଁ, ବ୍ୟାଙ୍କ ବାଲା କହିଲେ ନା ଆମେ ବି ଲସରେ ଚାଲୁଛୁ, ତମେ ଦୟା କଲ ସେଟା ଆମେ ୟୁଜ କରିଦେବା, ଆମେ କେମିତି ତଳକୁ ଦୟା କରିବା, ଏ ହେଲା କନସେପ୍ଟ। In case of the fresh loan, monetary transmission has been slightly better. Monetary transmission ର simple meaning ହେଲା ଉପରୁ ଯୋଉ ଆସୁଛି କଥା ତଳକୁ ଯାଉଛି କି ନାହିଁ, ବେଳେ ବେଳେ ପାଣି ଆସୁଛି ହୀରାକୁଦ ଡ୍ୟାମ ବାଟେ ସମ୍ବଲପୁର କଣ କୁହାହଉଛି ନା କି ଭାଇ ସାହେବ ଆମେ ସେ ପାଣି ରଖିଦବା ଆମର ଚାଷବାସ କରାହବ, ଅଧିକା ପାଣି ହଉଛି କଟକ ଏପଟେ ଭାସୁ ନହେଲେ ଆମର ଯେତେବେଳେ ଦରକାର ଆମେ ରଖିଦବା, ଯେତେବେଳେ ଦରକାର ନାହିଁ ଛାଡିଦବା, ସେଇଭଳିଆ କଥା ବ୍ୟାଙ୍କ ସେଇ କଥା କହୁଛି ଆମର ତ ଦରକାର ମାନେ ଉପରୁ ଆସିଲା ମାନେ ଆମେ ସେଗୁଡା ରଖିଦବା, ଯେ ଆମର ଦରକାର ନାହିଁ ଛାଡିବା ତ କଥା, ପଇସା କ୍ଷେତ୍ରରେ ସବୁବେଳେ ଦରକାର ସମସ୍ତଙ୍କୁ, ବଟ ଏନି କିଛିଟା ଆମେ ବାଧ୍ୟ ହେଇକି ଦବା, ପୁଣି ପୁଣି କିଛି ଗୋଟେ ନିଜସ୍ୱ ଗୋଟେ ଅଛି ନା ଲୋକ ଏତେ ଏଟା ବେମାନଟା କେମିତି ଚଲେଇ ନିଅ ବେଟର while the PSB ପବ୍ଲିକ ସେକ୍ଟର ବ୍ୟାଙ୍କ କଥା କହୁଛି, ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ଯେଟା PSB କହ କଟ୍ ଇଣ୍ଟରେଷ୍ଟ ବାଇ ଦ 0.7% ପ୍ରାଇଭେଟ 0.1, ବୁଝିଗଲା କଥା, ତାମାନେ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ଯେହେତୁ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ହେଲା କଣ ହେଲା ନା ବୋର୍ଡ ଅଫ ଡାଇରେକ୍ଟର ସିଇଓ ଚେୟାରମ୍ୟାନ ସବୁ ଗଭର୍ଣ୍ଣମେଣ୍ଟର ପସନ୍ଦିତା ଲୋକ ଥାନ୍ତି ସେଠି, ସେମାନେ କହିଲେ ନାଇଁ ଭାଇ ସାହେବ ସରକାରୀ ବ୍ୟାଙ୍କ ଆରବିଆଇ ସରକାର ଯେତେବେଳେ କଥାବାର୍ତ୍ତା ହଉଛୁ ଆମେ ଟିକେ ତ ଇଜ୍ଜତ ରଖିବା, ଇଜ୍ଜତ ରଖିଲେ ଟିକେ ଅଧିକା ମାନିବେ, ପ୍ରାଇଭେଟ ବାଲା କହିଲେ ଭାଇ ସାହେବ ଆମର ତ ବହୁତ ସାରା ଲୋନ ଏନପି ଯାଉଛି ଖରାପ ଯାଉଛି, ଆମେ କ୍ଷେତ୍ରରେ ମାନେ ଟିକେ କମ ମାନିଲେ, ବୁଝିଗଲା କଥା, ଏତିକି ଛାଡ଼ିଲେ ଏତିକି ଛାଡ଼ିଲେ, ଭଲ ଛାଡ଼ିଲା କିଏ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ, ଖରାପ ଛାଡ଼ିଲା କିଏ ପ୍ରାଇଭେଟ ବ୍ୟାଙ୍କ, କଣ ପାଇଁ ସେମାନଙ୍କର ଲସ୍ ହଉଛି ନା ମାନେ କହିଲେ ସେ କଥା ମେନସନ କରେ। Then the credit spread difference between the repo and the WALR. WALR weighted average lending rate. ये लगाता है highest level in the decade में ना 10 वर्ष था रे. The WALR on the outstanding loan of the SCB is 5.25% higher than the repo rate. कोठी ना कोठी 5% to 5% higher than the repo rate सहित ता माने एतिकी मार्जिन रखी की scheduled commercial bank किमा पब्लिक सेक्टर बैंक एमाने लोन देवा स्टार्ट करता माने चलिबो 5%, बट प्राइवेट बेले सेमाने कहे नाही आमे 8% रखिबु 10% रखिबु कारण हमर बहुत सारा पैसा दरकार हमको लॉस हो व्हाटएवर मे बी, दिस सजेस्ट दैट दिस हैज बीन द नो ट्रांसमिशन द कट रेपो रेट लैंडिंग रेट इन द बैंक, माने एठी कहै कोन आरबीआई कहला कि भाई साहब मु जते जा कले कोन हो तुमको रेपो रेट रे छाडू तमे तळो पैसा दे तमे सेपट निजे रखि दो तमे छोडा ट्रांसमिशन ही करे नो ट्रांसमिशन विजयनी मैडम जाउछ ना जाउनी जया बच्चन मैडम हाँ सर। अजय उसमें पढ़ रहा थे तो हाँ सर। ଶୋଇବ नहीं चलो ସକାଳ ବେଳେ ନା ନିଦ ଥାଏ ପିଲା ମନେ କରିଦେବେ ବସିଥିବେ ସାତ ଜାଣିଛନ୍ତି କ୍ଲାସରେ ବସି निदो नहीं सर। ନା ମୁଁ ଏମିତି କଣ ଠିକ ଅଛି ओके between January to October 2019 the growth rate of the saving deposit as well as the term deposit ହେଲା both fell by the କଥାଟା ଏକ୍ସାମ୍ପଲ ଦବ ଯେହେତୁ ମନିଟାରୀ ଟ୍ରାନ୍ସମିଶନ ହଉନାହିଁ ତଳ ପର୍ଯ୍ୟନ୍ତ ମାନେ କଷ୍ଟମରଙ୍କ ପର୍ଯ୍ୟନ୍ତ ତେଣୁ କଥା କଣ ହବ କଷ୍ଟମର ତ ଆହୁରି ଚାଲ ଲୋକ ତ ସେମିତି ନୁହନ୍ତି ନା
ये बैंकिंग सहित एडजस्टेड अच्छी कि जानी जानी 0.01% रे इंटरेस्ट हेल्ले मु मनकर 50 लाख टका रखी मते मासु 2 टका दिया पड़े बुझी ध्यान से तेणु सी जानी बैंक वाला मते भल सुध दौना सिना जड़े ना आउ जन पाक पड़े आउ जन आउ जन देखिए दौना कौन करा तेणु सेठी अल्टरनेटिव भाविले कौन अल्टरनेटिव सार अच्छी ये कथा अल्टरनेटिव शेयर मार्केट अच्छी रियल इस्टेट अच्छी अलग अलग जगह इन्वेस्टमेंट अच्छी म्यूचुअल फंड अच्छी एनबीएफसी अच्छी एमएनए अच्छी से ऑफर कले कि भाई साहब अधिका तमें रेट ऑफ इंटरेस्ट नियो तुम पैसा हम पाखे रख बस ले बेटा तो से अनुसार कौन है कस्टमर एठू बैंक रु खसिले पैसा रखिले ना जेहेतु बैंक इकोसिस्टम को पैसा आसला ना तो बैंक डिपोजिट फेल कला इन द सेंस बैंक रे पैसा कमिला जोटा कि खतरा भल नुह An important limiting factor seems to be the rate of saving schemes in the public provident fund. ହେଲା କଥା କୋଉଠି ନା କୋଉଠି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ତମର କଥା କୁହାଯାଉଛି ବିଭିନ୍ନ ପ୍ରକାର ସିଷ୍ଟମ ପିପିଏଫ ରେ ସେ ଜିନିଷ ମଧ୍ୟ କୋଉଠି ନା କୋଉଠି ଲିମିଟିଂ ଫ୍ୟାକ୍ଟର ରହିଲା ଠିକ ଅଛି at the end of the 2019 the interest offered the PPF was at public provident fund माने तमरो PPF हला ए सब जिंस तमरो रहिबो सेटा मैच्योरिटी सिस्टम कर पड़िबा जो किसान सेविंग पात्रा हला अलग अलग किमा तमरो सुकन्या समृद्धि योजना अछि सब पड़िबी सर पीपीएफ टा जी सेक्स तो समान की ना अलग पीपीएफ टा जी सेक्स तो आपण गवर्नमेंट सिक्योरिटी कथा कहउछन्ती कि जो आगे अलग सेटा समान होबनी मैडम गवर्नमेंट सिक्योरिटी आपनकर जो जो प्राण होची सेटा हाँ हला प्लान माने आपण मन कर पीपीएफ माने पब्लिक प्रोविडेंट फंड कथा कहउछि आपण जो प्रोविडेंट फंड नै प्रोविडेंट फंड आपण जॉब करि जनी मन कर आपण पैसा एक्चुअली जमा हुए हला मन कर आपण कंपनी अछंती कंपनी कहे मासु मु 5 टका देबी हला सरकार कहे मु मध्ये तुमको 2 टका देबी 7 टका से 7 टका रहला तमर जतल मैच्योरिटी हो से 7 टका आपण उठै गाणी पेंशन किबा नॉर्मल जहाँ भी उठा था मैच्योरिटी पीपीएफ मैच्योरिटी कह जाए जॉब जता सरे मत उठे पारे समस्त अच्छी गवर्नमेंट चाकरिया अच्छी प्राइवेट लोक अच्छी से कथा पीपीएफ कथा से भाया कनसेप्ट गवर्नमेंट सिक्योरिटी मैंने आप जी सेक्स कनसेप्ट टी अलग अच्छे जो बॉन्ड बिके सरकार कि तुम माने केते दिन पर्टिकुलाली से जी सेक कह जाए सर जो हाँ कौन जी सेक्टा जो मानकर जो सैलरी दउची गवर्नमेंट सेथिरु किछिटा जो काटि के रखुची किछि परसेंट सेटा कि ना 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 जी सेक्टा आपणकर बेले बेले कौन हुए आपन को शेयर मार्केट जदि काम करुथे जानथि न जानथि शेयर मार्केट किछि जिंस गवर्नमेंट बॉन्ड बिक्री हुए गवर्नमेंट भाबु बेले बेले भाबियो कोन मते मनकर पैसा दरकार 3000 प्रकार हला मु सुभद्रा योजना देबी या फिर जहाँ भी कर एक्सवाइजेड करी मते गवर्नमेंट को पैसा दरकार गवर्नमेंट तो पैसा हाथ पाते आसी मुदिया मागिबेनी कि भाई मते पैसा दरकार मते दे दियो लोक भाबे सरकार तो हमको पैसा दउजी कोन हमको हाथ पाते लानी गवर्नमेंट हाथ पाते अलग अलग मीडियम अछि हला आरबीआई पाखु कहबो भाई साहब हमको एमती पैसा दरकार अछि एतिक लक्ष कोटी टका तो हमको पैसा जनरेट कर कौन करिवो आइदर जदि ता पाखरे पैसा अछि आरबीआई पाखरे कारण गवर्नमेंट कथा ना यदि पळै राहुल प्राइम मिनिस्टर हेबे तो गवर्नमेंट जेटा उधारी करछि मोदी बाबू उधार नेले भी राहुल बाबू सुझिबे सेटा कारण टैक्स मनी दिया से सुझिबे सेटा जनरल प्रिंसिपल आरबीआई पाखरे जदि पैसा रहिला सी गवर्नमेंट जो सिक्योरिटी इश्यू कला माने कण गवर्नमेंट साइन करी दबो गवर्नमेंट ऑफ इंडिया ना प्रेसिडेंट सब रहिबे साइन कर दो हमको एतिक लाख टका दरकार से अनुसार आरबीआई से बॉन्ड टा रखिबो कि मो पैसा प्रॉफिट थिला एतिक मो पाखरे मु सेटा तुमको देदेली तमें 5 वर्ष पर 2 वर्ष पर जहाँ भी कहो दबोनी ये पैसा देदेव तुम बॉन्ड तुम नहीं कथा बुझीगला सेमती ही पार सेकेंड कथा कौन आरबीआई कह ना भाई साहब मुझे टाइटर चलती मुझे पारि ना पैसा मु गवर्नमेंट ना जो गवर्नमेंट जी सेक्टा से देला गवर्नमेंट देला मुझे शेयर मार्केट रे पब्लिक को बिकी दूची सेमती कौन हिसाब से बिक्री हम शेयर मार्केट रे लोक जेहेतु जानी कि भाई साहब गवर्नमेंट बॉन्ड एटा तो गवर्नमेंट बॉन्ड प्राइस ठीक ठाक तक सरकार तक भूल करें अलग लोक विश्वास करेंगे गवर्नमेंट बॉन्ड माने सरकार फेस वैल्यू एति ज्यादातर विभिन्न मनकर तुम गोटे खोला हम से कि 8 टका फेस वैल्यू 8 टका सेटा
8 ଟଙ୍କାରେ କିଣିବ, ବର୍ଷ ପରେ କି 2 ବର୍ଷ ପରେ ଯାହା ବି କଥା 10 ଟଙ୍କାରେ ପାଇବ। ସେ ଯେତେଟା ସେୟାର କିଣିବ ସେ ଅନୁସାରେ ପାଇବ ଗଭର୍ଣ୍ଣମେଣ୍ଟ ବଣ୍ଡ। ୟା ଫିର୍ ନହେଲେ ଅଲଗା ଅଲଗା ସିଷ୍ଟମ ମଧ୍ୟ ସେଠି ଡିସଇନଭେଷ୍ଟମେଣ୍ଟ କନସେପ୍ଟ ତମର ମନେକର ରିଲାଏନ୍ସ ତମର LIC କଥା କୁହାହଉଛି, ONGC କଥା କୁହାହଉଛି। ଏ ସେ କମ୍ପାନୀର ଯେହେତୁ ଗଭର୍ଣ୍ଣମେଣ୍ଟ କମ୍ପାନୀ ୟାଙ୍କ ସେୟାର ମଧ୍ୟ ବିକି ଦେଇକି ସରକାର ମଧ୍ୟ ପଇସା କିଛି କମେଇବେ। ସେମିତି କିଛି ନୁହେଁ ଯେ ବଣ୍ଡ କମ୍ପଲସରି କରିବାକୁ ପଡ଼ିବ। ତ ସରକାରକୁ ଯେତେବେଳେ ପଇସା ଦରକାର ସରକାର ଗୋଟେ ମିଡିୟମ ଯିଏ ସେଥିରେ ଆକ୍ଚୁଆଲି ସେ ବଣ୍ଡ ବିକିକି ବଣ୍ଡ ମାନେ କାଗଜ ମାନେ ଏଗ୍ରିମେଣ୍ଟ ହବ ଦବା ନବା ଲୋକ ଭିତରେ କହିବ ପଇସା ମୁଁ ପଇସା ଏତିକି ନେଉଛି ତମକୁ ଏତିକି ପଇସା ଦେବି ସୁଧ ସହିତ। କଥା ହେଲା କଥା। PPF ତମ ପଇସା କିଛି ରହୁଛି ସରକାର କିଛି ମିଶଉଛି ସେଟା ମ୍ୟାଚୁରିଟି ପଛରେ ରହୁଛି। ଏଇଟା ତ PPF ପ୍ରୋଭିଡେଣ୍ଟ ଫଣ୍ଡ କଥା। ଆପଣ କୋଉଥିରେ ହେଲା ମ୍ୟାଡ଼ାମ? ଆଜ୍ଞା ସାର୍, ଥ୍ୟାଙ୍କ ୟୁ। ଚलो କନଫ୍ୟୁଜନ ଥିଲା ବହୁତ ବଡ଼। ନାଇଁ ଠିକ ଅଛି, ଇଟ୍ସ ଓକେ, କିଛି ଅସୁବିଧା ନାହିଁ। ଇକୋନୋମିକ୍ସ କନସେପ୍ଟ ଗୁଡ଼ା ଟିକେ ହେଲା ପ୍ରାକ୍ଟିକାଲ ଜିନିଷ ୟୁଜ୍ କରୁଛି ସେଗୁଡ଼ା ତାଙ୍କୁ ଟିକେ ଇଜିଅର ଲାଗିବ। ହେଲା ଯୋଉମାନେ ଜବ୍ ଫବ୍ କରିକି 8-10 ବର୍ଷ ହେଇଗଲାଣି ନା ସେମାନଙ୍କୁ ଟିକେ ଲାଗିବ ଇଜିଅର ଜିନିଷ, ବଟ୍ ଷ୍ଟୁଡେଣ୍ଟ ଯିଏ ଥିବ ତାକୁ ଟିକେ ମାନେ ଦରକାର। ଏତିକି ହେଲା ଟର୍ମ ଡିପୋଜିଟ୍ ରେଟ୍ ଏତିକି ଗ୍ୟାପ୍ ତାମାନେ କୋଉଠି ନା କୋଉଠି ଗ୍ୟାପ୍ ରହିବ। Without taking care of the interest offered in the small saving scheme, it seems difficult to encourage the term deposit. ସ୍ମଲ୍ ସେଭିଂ ମାନେ ତମର ସେ ଯୋଉ ସ୍ମଲ୍ ସେଭିଂ ସ୍କିମ୍ ମାନେ ତମର କିଷାନ ବିକାଶ ପାତ୍ରା ଏଇଟା ପୋଷ୍ଟାଲ ଡିପୋଜିଟ୍ ପଢେଇବାକୁ ଗଲେ ତମର ସୁକନ୍ୟା ସମୃଦ୍ଧି ଯୋଜନା। ସୁକନ୍ୟା ସମୃଦ୍ଧି କଣ ଯୋଜନା? ଝିଅ ପିଲା ତମ ଘରେ ଜନ୍ମ ହେଲେ ତାଙ୍କ ନାଁରେ ତମେ ପଇସା ପତ୍ର ରଖିଲେ ତାକୁ ଆକ୍ଚୁଆଲି ଭଲ ରେଟ୍ ଅଫ୍ ଇଣ୍ଟରେଷ୍ଟ ମିଳେ ପ୍ଲସ୍ ସେଠୁ ଟ୍ୟାକ୍ସ ସରକାର ନିଏ ଏ ପ୍ରକାର କଥା। ବା କିଷାନ ସମ୍ମାନ ନିଧି କୃଷକମାନଙ୍କ ପାଇଁ କରାହେଇଛି କିଛି ଜିନିଷ। ସେମାନେ ଯଦି ପୋଷ୍ଟାଲ ଡିପୋଜିଟ୍ ରଖିବେ ତାଙ୍କର ମଧ୍ୟ ଟିକେ ଇଣ୍ଟରେଷ୍ଟ ଅଧିକା ମିଳିବ, କଟା ହବ କମ, ଏଇ ପ୍ରକାର ତମ ତାମାନେ କଣ ବ୍ୟାଙ୍କକୁ ସିଷ୍ଟମକୁ ଯେତେବେଳେ ଲୋକ ଆସିଲେ ନାହିଁ ବ୍ୟାଙ୍କ ଟିକେ କମ ସୁଧ ଦେଲା ଏମାନେ ସେପଟେ ବୁଲିବା ଷ୍ଟାର୍ଟ ହେଲେ। ଗୋଟେ କିଷାନ ସମ୍ମାନ ନିଧି, ସୁକନ୍ୟା ସମୃଦ୍ଧି ଯୋଜନା କିମ୍ବା ରିଅଲ ଇଷ୍ଟେଟ ସ୍କିମ୍ କିମ୍ବା ଗୋଲ୍ଡ ସ୍କିମ୍ ତମର ଅପସନ ହେଲା ଟ୍ରେଡିଂ ମ୍ୟୁଚୁଆଲ ଫଣ୍ଡ ଟ୍ରେଡିଂ ଅଲଗା ଅଲଗା ସବୁରେ ବୁଲିଲେ କାରଣ କମ ଇଣ୍ଟରେଷ୍ଟ ଦେଲା। ଆର୍ବିଆଇ କହିଲା କି ଭାଇ ସାହେବ ତମେ କାହିଁ କମ ଦଉଛ, ତମକୁ ଛାଡ଼ିଲି ତମେ ଟିକେ ଦିଅ ମାର୍କେଟକୁ ପଇସା ଆସୁ ଇନ୍ ଦ ସେନ୍ସ ବ୍ୟାଙ୍କକୁ ପଇସା ଆସୁ ତମେ ଚଳିବ ଦେଲାନି ଲୋକ ସେପଟେ ପଳେଇଲେ। ସ୍ପେଶାଲି ଯଦି କିଏ ଫର୍ମ ପକେଇବା ଟାଇମରେ କ'ଣ କନଫ୍ୟୁଜନ ହଉଛି ତ କଲ୍ କରିଦେବ, କିଛି ଅସୁବିଧା ନାହିଁ। ଫର୍ମ ପକେଇବା ଟାଇମଟା ସେ ଅପସନାଲ କଥା ହଉ କିମ୍ବା ଅଲଗା କଥା ହଉ, ଯଦି ଫ୍ରି ଥିବି ମୁଁ ନିଶ୍ଚିତ ଦେବି, ନହେଲେ ମେସେଜ କରିଦେବ କି ଏଇ କନସେପ୍ଟ ଫର୍ମ ପକେଇବାର ଅଛି ତା ସଲ୍ୟୁସନ ଏତେ ଇମ୍ପୋର୍ଟାଣ୍ଟ ଜିନିଷଟା ତ କଲ୍ କରିବି। Term structure କ'ଣ? The policy rate had some impact in the short term interest rate. 364 day treasury bill गवर्नमेंट बिल कथा जोटा G-Sec कथा treasury bill then the 5.3% January from the 6.3 April कोठी ना कोठी ये मध्य सरकार जो इम्पैक्ट पड़ुची पॉलिसी रेट जेता कट करा होची से जिंस रे मध्य कमुची सरकार हाथ को पैसा आसीबा कमुची। But in case of the long term security interest rate decline in the very small ताମାନେ short term रे किणुचंती बट long term रे किणु नाहंती कम पैसा जेहेतु मिलुची टर्म स्ट्रक्चर कथा कैलकुलेशन एवरेज जिंस धराइची सिंपल कथा कॉन्सेप्ट को आउची लोक जेतेबेले एक्चुअली बैंक स्ट्रक्चर रे मैं बढ़ोतरी कि घटोतरी करूछु बढ़ाऊछु कि कमाऊछु से डिपेंड करूछि आमे केते परसेंट कमाऊछु लोकन को सही टाइम रे अलगा को जगह रे सही रेट ऑफ इंटरेस्ट तार अधिका मिलुछि कि कम मिलुछि तेणु जो अधिका मिलुछि लोक अलगा पड़े ए जगह कमी जाउछि। सिंपल कॉन्सेप्ट to reduce a fall in the interest rate in the long term fund the RBI December 2009 decided to purchase long term securities एतिकी मैच्योरिंग ता माने जत आरबीआई भाबिला कि भाई सब गवर्नमेंट बॉन्ड र वैल्यू कमुची तो मु वर्तमान एबे गवर्नमेंट वैल्यू किछि बिकी भी नाही से जिनछला मो प्रॉफिट पैसा रे मु किनि दोची पछर सरकार मु दे देबी बट मार्केट र स्टेबिलिटी देखि ओपन मार्केट ऑपरेशन जो पाजे से अनुसार मु छाड़ी तो ताको दुटा पानी रखाउ तो मन कोन असुविधा हला पानी शॉर्टेज पड़ी हला तो पानी छड़ा हला
ସେଇଭଳିଆ କଥା ଆରବିଆଇ କହିଲା ଠିକ ଅଛି ମୁଁ ରଖୁଛି, ଯେତେବେଳେ ସ୍କାର୍ସିଟି ଆସିଯିବ, ଡିମାଣ୍ଡ ଆସିଯିବ, ସର୍ଟେଜ ଆସିଯିବ, ସେତେବେଳେ ସେଇ ଜିନିଷଟା ବିକିଦେବା, କୋଉଠି ନା କୋଉଠି ବାଲାନ୍ସ କରିଦେବା। କାରଣ ଆରବିଆଇ ସବୁ ଜିନିଷ ଗେମ୍ କରାହବ ପଡୁଛି ନା, ମାର୍କେଟର ସିଗ୍ନାଲ ଠିକ ଯିବନି, ଫାଇନାନ୍ସିଆଲ ଠିକ ଠାକ ହେଇପାରିବନି। କ୍ରେଡିଟ ଗ୍ରୋଥ କଥା କହୁଛି, କ୍ରେଡିଟର ଗ୍ରୋଥର ମାନେ ହେଲା ତମର, କ୍ରେଡିଟ ଗ୍ରୋଥ ମାନେ ବ୍ୟାଙ୍କ ବାବୁ ସବୁ ଲୋନ ଦିଏ ଇଣ୍ଡଷ୍ଟ୍ରି ବାଲାଙ୍କୁ, ସବୁ ଜିନିଷ ଲୋନ ଦିଏ। ତ କ୍ରେଡିଟ ଗ୍ରୋଥ ମାନେ କେତେ ବ୍ୟାଙ୍କ ଲୋନ ଦେଇ ଦଉଛି, ବ୍ୟାଙ୍କ ଲୋନ ଦେଇ ଦଉଛି ମାନେ କଣ, ଧର ଏ ବର୍ଷ ବ୍ୟାଙ୍କ ସବୁ ବ୍ୟାଙ୍କ ମିଶିକି 50 ଲକ୍ଷ କୋଟି ଟଙ୍କା ମନେକର ଲୋନ ଦେଲେ, ନେକ୍ସଟ ବର୍ଷ ମନେକର ସେଇ ବର୍ଷର ହିସାବ ହେଲା ସେଠି 30 ଲକ୍ଷ କୋଟି ଦିଆହେଲା, 20 ଲକ୍ଷ କୋଟି କମିଗଲା, କଣ ପାଇଁ କମିଗଲା, ଇଣ୍ଡଷ୍ଟ୍ରି ଚାଲୁନି, ଫିର ତାଙ୍କର ଲୋକଙ୍କ ଯୋଉ କ୍ରେଡିଟ ସ୍କୋର କଥା କହୁଛି, କାରଣ କ୍ରେଡିଟ ସ୍କୋର ହିସାବରେ ତ ବ୍ୟାଙ୍କ ବାଲା ଲୋନ ଦଉଛି, ସେ କମି ଯାଇଛି, या फिर आरबीआई टाइट कर देछि सेपटरू, या फिर गवर्नमेंट पॉलिसी रे किछि टाइट, दिस इज द रिफ्लेक्शन ऑफ द क्रेडिट ग्रोथ। माने क्रेडिट ग्रोथ जेते बढ़िबो सेते इंडस्ट्रियलाइजेशन बढ़िबो, किबा लोकन को पाखु सेते काम धंदा एम्प्लॉयमेंट आसी, इंडस्ट्री ओडिशा पांचटा इन बड़ बड़ इंडस्ट्री खुलियो मंचेश्वर रे, या फिर कटक जगतपुर रे, या फिर झारसुगुड़ा रे, सब जगह खोलिबो, तो सेठी काम तो लागिबे ना, क्रेडिट से पैसा तो बैंक रे आसीबे ना, ସେଇ କଥା କୁହାହଉଛି। ତାମାନେ କ୍ରେଡିଟ ଗ୍ରୋଥ ହେଲେ କୋଉଠି ନା କୋଉଠି ଏମ୍ପ୍ଲୟମେଣ୍ଟ ବଢିବ, ଇଣ୍ଡଷ୍ଟ୍ରି ବଢିବ, ଇନଫ୍ରାଷ୍ଟ୍ରକ୍ଚର ବଢିବ, ଇନକମ୍ ହଜାର ପ୍ରକାର କଥା ତାର direct effect। ସେଇଟା କ୍ରେଡିଟ ଗ୍ରୋଥ। ବ୍ୟାଙ୍କ କାହିଁକି ବେଳେବେଳେ ଅଧିକା ଦଉଛି, କାହିଁକି ବେଳେବେଳେ କମ୍, ତମର ସିଚୁଏସନକୁ ନେଇକି ବା ତାଙ୍କର କ୍ରେଡିଟ ତାଙ୍କର ସିଷ୍ଟମ ଇନ ଦ ସେନ୍ସ ବାଲାନ୍ସ କେତେ ରହୁଛି, ବା ଆରବିଆଇ ର ପଲିସି କଣ ଅଛି, ଗଭର୍ଣ୍ଣମେଣ୍ଟର ପଲିସି ଅଲ୍ ମ୍ୟାଟର। କ୍ରେଡିଟ ଗ୍ରୋଥ ଇନ୍ ଦ ଇକୋନୋମି ଡିକ୍ଲାଇନିଂ, 2019 ଟୁ 20 डिपॉजिट इंक्रीज रेट बाय पॉलिसी रेट, पॉलिसी रेट जो डिक्रीज ହେଇଛି ତ ଏଠି କୋଉଠି ନା କୋଉଠି ଆମର ଡିକ୍ଲାଇନ ହେଇଛି, କଣ ଡିକ୍ଲାଇନ, କ୍ରେଡିଟ ମାନେ କମ ଦିଆ ହେଇଛି। ଯୋଉ ଆରବିଆଇ ପଇସା ଦଉଛି ଲୋକମାନଙ୍କ ପାଇଁ, ଗୋଟେ ବ୍ୟାଙ୍କ ସେ ଫେସିଲିଟି ଲୋକମାନଙ୍କୁ ଦଉନାହାନ୍ତି, ତେଣୁ ଯୋଉ ଇଣ୍ଡଷ୍ଟ୍ରିଆଲ ଲିଷ୍ଟ ବାଲା କିମ୍ବା ବେପାରୀ ଲୋକ ସେମାନେ ଅଲଗା ଆଡୁ ଲୋନ ନେଇ ଦଉଛନ୍ତି, ଏନବିଏଫସି ହେଇଗଲା କିମ୍ବା ତମର फाइनेंशियल इंस्टीट्यूशन ହେଇଗଲା, ଫରେନ୍ ଫଣ୍ଡିଂ ମଧ୍ୟ ଅଛି, ପଢେଇବି ମୁଁ ସେୟାର ମାର୍କେଟରେ, ଫରେନ୍ରୁ ମଧ୍ୟ କେମିତି ଆମେ ଲୋନ୍ ଆଣିପାରିବୁ, ଆମେ ମାନେ ଯୋଉ ଫରେନ୍ରୁ ଲୋନ୍ ଆଣିପାରିବୁ, ସେଠି ପଳେଇଲେ କିଛି ଅଲଗା ପ୍ରକାର ଜିନିଷ, ତ କୋଉଠି ନା କୋଉଠି ଏଠି ମଧ୍ୟ କ୍ରେଡିଟ ଗ୍ରୋଥରେ ଡିକ୍ଲାଇନ୍ ଆସେ, କମ ଦିଆହେଲା ଲୋନ୍ କାହାକୁ, କଷ୍ଟମର କି ଇଣ୍ଡଷ୍ଟ୍ରିଆଲିଷ୍ଟ ଯିଏ ବି ଯାହା ପାଖରେ କ୍ରେଡିଟ ସ୍କୋର। By December 2019 it was the 7.5 compared to the ଏତିକି, ଯେହେତୁ ବ୍ୟାଙ୍କ ଏପଟ ସେପଟ କଲା, ଠିକ ଠାକ ମନିଟାରୀ ସିଗ୍ନାଲ ଟ୍ରାନ୍ସଫର କଲା ନାହିଁ, ବହୁତ ସାରା ଲୋକ ଲୋନ ନଉଥିଲେ, କାମ କରୁଥିଲେ, ତେଣୁ ଲୋନ ନେବା କମେଇଦେଲେ, କମେଇଦେଲେ ମାନେ ଲୋକ କଣ ନେବେନି, ଲୋକ ନେବେନି, ପୁରା ଅଲଗା ଆଡୁ ଦେଖୁଛନ୍ତି କୋଉଠି କଣ ଶସ୍ତା ମିଳିବ, ବ୍ୟାଙ୍କ ବାଲା ଛାଡୁନି, ପଇସା ଆସ ମୁଁ ତମକୁ ତଣ୍ଟା ଧରିବି ଏଇଠି। ଫଲ୍ ଇନ୍ ଦ କ୍ରେଡିଟ ଗ୍ରୋଥ ୱାଜ ଲେଡ୍ ବାଇ ଦ ସର୍ଭିସ ସେକ୍ଟର ଏମଏସଏମଇ, ହେଲା, ତ କୋଉଠି ନା କୋଉଠି ସବୁଠାରୁ ଅଧିକା କାହାକୁ କୋଉ ଜାଗାରେ କ୍ରେଡିଟ ଗ୍ରୋଥ କମିଲା, सर्विस सेक्टर एंड एमएसएमई, एमएसएमई ମାନେ ମାଇକ୍ରୋ ସ୍ମଲ ମିଡିୟମ ଏଣ୍ଟରପ୍ରାଇଜ, ଛୋଟ ବେପାରୀ କଥା, ପ୍ଲସ ସର୍ଭିସ ସେକ୍ଟର କଣ ହସ୍ପିଟାଲିଟି କଥା ହେଇଗଲା, ବ୍ୟାଙ୍କିଂ ସେକ୍ଟର, ଏଜୁକେଶନ ସେକ୍ଟର, ସେବା କ୍ଷେତ୍ର, एमएसएमई कैपिटल ସବୁବେଳେ एमएसएमई saw a negative growth, negative growth, during the this negative growth ମାନେ growth ହେଇକି ଲେଖା ହେଇଛି ପୁଣି ନେଗେଟିଭ, ମାନେ କଣ ଗ୍ରୋଥ ନେଗେଟିଭ ରେ କରିଛି, ନେଗେଟିଭ ରେ ଗ୍ରୋଥ କରିଛି, ହେଲା କଥା, ଗ୍ରୋଥ ତ ଗ୍ରୋଥ, ନେଗେଟିଭ ରେ ଗ୍ରୋଥ ନଟ୍ ପଜିଟିଭ, ଦ୍ୱିତୀୟ କଥା, ଆକୁ ମୁଁ ଇନଫ୍ଲେସନ ଯେତେବେଳେ ପଢେଇବି ତ ବୋଧେ ଏଇ ୱାର୍ଡକୁ ଆହୁରି କ୍ଲିୟର କରିବି। ଜଣଙ୍କର 5 ଟଙ୍କା ଥିଲା, 10 ଟଙ୍କା ଥିଲା ମନେକର, ଠିକ ଅଛି, ତ ବର୍ଷ 10 ଟଙ୍କା କମାଏ, ଠିକ ଅଛି, ଏ ବର୍ଷ କଣ କମେଇଲା, ହେଲା 12 ଟଙ୍କା କମେଇଲା, 12 ଟଙ୍କା, କଥା ଉଠୁଛି ସବୁ ବର୍ଷ ଅଲଗା ଲୋକ 10 କମାନ୍ତି ସିନା, ଏଥର ସବୁ ଲୋକ 15 ଟଙ୍କା କମେଇଛନ୍ତି, ସବୁ ବର୍ଷ ତମେ 10 ଟଙ୍କା କମଉଛ, ସବୁବେଳେ 10 ଟଙ୍କା କମନ୍ତି, ତମେ ଏ ବର୍ଷ 12 ଟଙ୍କା କମେଇଲ, ତ ଅଲଗା ଲୋକ ଏ ବର୍ଷ 15 ଟଙ୍କା କମେଇଛନ୍ତି, ତାମାନେ କଣ କଥା ହେଲା, ତମେ ଗ୍ରୋଥ କରିଛ ବଟ ନେଗେଟିଭ ଗ୍ରୋଥ ହେଲା, ଅଲଗା ଲୋକଙ୍କ ତୁଳନାରେ ଗ୍ରୋଥ ହେଲା ବଟ ସତରେ ଗ୍ରୋଥ ନୁହେଁ, ବଟ ସତରେ ତମକୁ ଆହୁରି ଅଧିକା ଯିବାର ଥିଲା, ଯାଇଛ ବଟ ନେଗେଟିଭଲି, କିଛି ହଉଛି ଇନଫ୍ଲେସନରେ ଆଉ ତାକୁ କ୍ଲିୟର
liquidity management framework LMF. LMF. Liquidity management framework was the provision by the RBI 2014 to check the volatility of the interbank call money market. Now the bank to manage their need at the short term. So money market ମାନେ call money market ମାନେ ମୁଁ କହିଥିଲି ମନେକର ମନେକର କ'ଣ ତମକୁ ଏକ୍ସାମ୍ପଲ ନେଇଯିବ ମନେକର ତମର ଖଇରାରେ ଅଛି 5ଟା ବ୍ୟାଙ୍କ SBI ଅଛି ନ୍ୟାସନାଲ ବ୍ୟାଙ୍କ DFC ଅଛି ତମର ICICI ଅଛି ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ମନେକର 5ଟା ଅଛି 5ଟା ବ୍ୟାଙ୍କରୁ ମନେକର SBI ରେ ଆଜି ଭଲ ବେପାର ହେଇଗଲା ଭଲ ବେପାର ପଇସା ସରିଗଲା ସନ୍ଧ୍ୟାବେଳକୁ ଆଉ ଜଣେ ଲୋକ ଆସି ପହଞ୍ଚିଲା କି ଭାଇ ସାହେବ ଆମକୁ ଆଜି 50 ଲକ୍ଷ ଟଙ୍କା ଦରକାର ଆମର ଦରକାର ଅଛି ବଟ୍ ସେଇଠି ନାହିଁ ସେଇ ଜାଗାରେ କୋଉଠି ନା କୋଉଠି ଇଣ୍ଟର ବ୍ୟାଙ୍କ ଯେଉଁ ପାଖାପାଖି ତାଙ୍କ ପାଖରୁ ମାନେ ପଇସା ଆଣିକି ରେପୋ ରେଟ୍ରେ ଦେଇପାରିବେ ତ ଯାହା ରେପୋରେ ନିଆଯାଏ ସେଇ ଅନୁସାରେ କଲ୍ ମନି ମାର୍କେଟ ତାମାନେ ଭୋଲାଟିଲିଟି ମାନେ ଯଦି ଅସୁବିଧା হবে ଏମର୍ଜେନ୍ସି ହେବ ପାଖାପାଖି ବ୍ୟାଙ୍କ ମାନେ ମଧ୍ୟ ପାଖାପାଖି ବ୍ୟାଙ୍କକୁ ସାହାଯ୍ୟ କରେ ମିନିମମ୍ ରେଟ୍ରେ ଯାହା ବି କଥା as per the last revision done by the RBI February 2020 the LMF liquidity management guideline were given below combined repo borrowing of all bank put together on a day cannot be more than 1% combined NDTL ଏ ଦିନରେ ଯେଉଁ ପଇସା ନେଉଛ NDTL ଗୋଟେ % ରୁ ଅଧିକା ନେବ NDTL ମାନେ ଡିମାଣ୍ଡ ଆଣ୍ଡ ଟାଇମ୍ ଲାଇବିଲିଟି କ'ଣ ପାଇଁ ଅଛି ନେଇଯିବ ଲୋନ୍ ପୁଣି ଦେଇପାରିବନି ଅସୁବିଧା କଥା ସେଦିନ ଗୋଟେ %। Individual bank can borrow not 1% their NDTL under the repo rate ଏତିକି ଟର୍ମ ରେପୋ ଏତିକି ମାନେ ତାଙ୍କର ଯେତିକି ପର୍ସନାଲ ଇଣ୍ଡିଭିଜୁଆଲ ବ୍ୟାଙ୍କ କଥା କୁହାଯାଉଛି ବରୁ କରିବ ଏଇଟା କ'ଣ କମ୍ବାଇଣ୍ଡ ବ୍ୟାଙ୍କ ଲେଖା ସବୁ ବ୍ୟାଙ୍କ ମିଶିକି ତାଙ୍କ ଟୋଟାଲ NDTL ସବୁ ବ୍ୟାଙ୍କରେ NDTL ମନେକର ତମେ SBI ରଖୁଛ କି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସବୁ ବ୍ୟାଙ୍କରେ ମିଶି ଦେଲେ କିଛି ଗୋଟେ ଡିପୋଜିଟ୍ ସେଟାକୁ ଟୋଟାଲ କୁହାଯାଉଛି NDTL ଏଇଟା କ'ଣ ଇଣ୍ଡିଭିଜୁଆଲ କେବଳ SBI ରେ NDTL କେତେ SBI ରେ କେତେ ଲୋକ ରଖିଛନ୍ତି ସେ ଅନୁସାରେ ତାଙ୍କୁ ଗୋଟେ ଦିନରେ 1% ରୁ ଅଧିକା NDTL ଆଣିପାରିବେ ନାହିଁ ଯୋଉଟାକି ରେପୋ ରେଟ୍ ନେଲେ ଏତିକି % ନେବେ ଟର୍ମ ରେପୋ ରେ ଗଲେ ଏତିକି ନେବେ After executing the option of the various repo bank rate borrow 1% of the NDTL directly from the RBI from the one day से rate से तो लेवल समान रहुଛି ବେଳେ ବେଳେ ଚେଞ୍ଜ ହେଇପାରେ long term repo started by RBI 2020 above the 1% cap on the repo rate repo ରେ ଯୋଉ ନଉଥିଲେ 3% ପର୍ଯ୍ୟନ୍ତ ତମର ଯୋଉ long term repo ରେ 1% ଟିକେ ଅଧିକା ଅଛି in this post the more stability ଦ୍ୱାରା କୋଉଠି ନା କୋଉଠି ବ୍ୟାଙ୍କ ମାନଙ୍କୁ ଟିକେ ଅଧିକା ଭଲ ଫ୍ୟାସିଲିଟି ମିଳିଲା ବ୍ରିଦିଂ ସ୍ପେସ୍ ମିଳିଲା aimed at the making the bank follow prudential norms the Basel 3 norms ମାନେ Basel ଗୋଟେ ସୁଇଜରଲ୍ୟାଣ୍ଡର ସହର Basel ଗୋଟେ ସୁଇଜରଲ୍ୟାଣ୍ଡର ସହର Basel 3 କ'ଣ ଲେଖା ହେଲା Basel 1 ହେଇଯାଇଛି Basel 2 ହେଇଯାଇଛି Basel 3 norm Basel 3 norm ରେ ଏ କଥା କୁହାହେଲା କି ଭାଇ ସାହେବ ସବୁ ବ୍ୟାଙ୍କ ମାନେ ଇଣ୍ଟରନ୍ୟାସନାଲ ଯେହେତୁ ମିଟିଂ କରାହେଲା ଏଠି RBI କୁ ज्यादा ପ୍ରାୟୋରିଟି ଦିଆହେଲା ସେ ଆସିବେନି ତମର SBI କ'ଣ କରୁଛି କି ପଞ୍ଜାବ ନ୍ୟାସନାଲ HDFC କ'ଣ ସେମାନେ ସବୁ RBI ଗଭର୍ଣ୍ଣର ମାନଙ୍କୁ ଡାକନ୍ତି या फिर ଫାଇନାନ୍ସ ମିନିଷ୍ଟର ଡାକି ବେଳେବେଳେ ମିଟିଂ କରାନ୍ତି ଠିକ ଅଛି ମିଟିଂରେ ଦେଖାହବ ତମ ବ୍ୟାଙ୍କର ଇନ୍ ଦ ସେନ୍ସ ତମ ଦେଶର ବ୍ୟାଙ୍କିଂ ସିଷ୍ଟମର ହାଲତ କ'ଣ ସମସ୍ତଙ୍କୁ ପଚରା ହବ କିମ୍ବା ବସି ମିଟିଂ ଆପଣ କରିବେ ତାପରେ ଦେଖାହବ ଆଚ୍ଛା ଏଇ କଥାରେ ଯେ ଏଇ କଥାରେ ତେଣୁ ଆମେ କ'ଣ କରିବାକୁ ପଡ଼ିବ ଯୋଉ ଲିକ୍ୱିଡିଟି ଆଡଜଷ୍ଟମେଣ୍ଟ ଫ୍ୟାସିଲିଟି କିମ୍ବା ଆମେ କହିପାରିବା କ'ଣ ଯୋଉ CRR SLR ଯୋଉ ପଲିସି ରେଟ୍ କଥା କୁହା ଏସବୁ ଜିନିଷକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଇଣ୍ଟେନସନାଲ ଲେଭେଲ ଡିସାଇଡ୍ କରିବେ ଆମେ ଯୋଉ ପ୍ରକାର ପଲିସି ରେଟ୍ କରୁଛୁ ସେଟା ଠିକ ନା ଭୁଲ ଅଧିକା କୋଉଥିରେ କରିବାକୁ ପଡ଼ିବ କମ୍ କରିବାକୁ ପଡ଼ିବ ସେଇ କଥା କୁହାଯାଉଛି ଏଠି ବାସାଲ 3 ରେ କୁହାଯାଇଥିଲା ବ୍ୟାଙ୍କ ମାନଙ୍କୁ ତାଙ୍କର ଲିକ୍ୱିଡିଟିକୁ ଇନ୍ ଦ ସେନ୍ସ ସିକ୍ୟୁରିଟି ଷ୍ଟେବୁଲ ଲିକ୍ୱିଡିଟିକୁ ଟିକେ ବଢ଼ିବାକୁ ପଡ଼ିବ ତାମାନେ ଯୋଉ CRR SLR କଥା ଯୋଉଟାକି ଜଲ୍ଦି ପଇସା ଦବ ସେ ଜିନିଷକୁ ଆଉ ଟିକେ ଷ୍ଟ୍ରଙ୍ଗ ଦରକାର ବ୍ୟାଙ୍କ ମାନଙ୍କୁ କିଏ କହିଲା ବାସାଲ 3 କହିଲା କି ସବୁ ସେଠି ଆମର RBI ର ଇନ୍ ଦ ସେନ୍ସ ସେଣ୍ଟ୍ରାଲ ବ୍ୟାଙ୍କର फिर फाइनेंस मिनिस्टर मैंने बेले मत शॉर्ट टर्म में फॉलोड बाय द बैंकिंग इंडस्ट्री बाकी हमें नेशनल डेवलपमेंट बैंक या फिर बैंकिंग इन इंडिया नेक्स्ट क्लास रे जीवा क्वेश्चन भी पछारी पार हमसे